गणेशाय नमः। नमस्कार बंधुगण, जय जगन्नाथ। आज आरंभ करवा 16 सोमवार व्रत कथा। ता पूर्वर प्रथमे श्री शिवं स्तुति करवा। श्री शिव स्तुति। जय महादेव पंचानन उमापति, जय श्मशान बिहारी धवल मूरति, जय देव भूतनाथ अनल नयन, जय जोगेश्वर प्रभु वृषभ वाहन, जय श्री शंकर जय जय गंगाधर, जय भस्म बोला गात्र श्री चंद्रशेखर, जय मृत्युंजय त्रिपुरारी शूलधारी, जय देव सदा शिव पापतापहारी, जय कैलास मंडन भूतंकर ईश, जय विभूति भूषण प्रभु कृतिवास, जय विषपानकारी जोगाधिपुरुष, जय देव विरूपाक्ष धूर्जटि गिरीश, जय दिगंबर व्याघ्रंबर धरहर, जय पिनाकी खट्वांग कर्पूर गौर, जय सुरासुर नर आदिक पूजित, जय श्री मुकुंद प्रिय गणेशंकतात, जय लिंगराज नील कंठ लोकनाथ, जय चंद्रचूड़ देव हर काशीनाथ, जय सकल प्राणीक आश्रयदायक, जय सविता शशांक पार्वती नायक, जय खंड परशुधर घृमित लोचन, जय मंगलदायक पिनाक धारण, जय लोहित नयन श्रीहरिंक प्रिय, जय जोगाधिपुरुष प्रभु दयामय, जय संहार करता प्रभु दिगंबर, जय देव वामदेव प्रभु महेश्वर, जय शिव इष्ट फल प्रदान कारक, जय दुखी रंकिंकर आश्रयदायक, जय जय शिव जलंधर नाशकारी, जय जय महादेव भक्त रक्षाकारी, तोहर टई देव महिमा अपार, कि बर्णी पारिबी मोहि अज्ञान पामर, तोहरी चरणे मोर एतिकी बिनती, संकटर स्रोते देव भासु अछि मोहि, दया करी मोते दियो कूल कूल गाई, नोहिले हे महादेव जीव उड़ी जीव
ତୋ ଆଶ୍ରିତେ ମାଣ ଗଲେ ତୋ ନିନ୍ଦା ହୋଇବ। ଭୟଙ୍କର ଦୁଃଖେ ପଡ଼ି ଜଣାଉଛି ଦୁଃଖ, ଫେଡ଼ ମୋହର ଦୁଃଖକୁ ପାର୍ବତୀ ନାୟକ। ଆତଙ୍କ କାଳରେ ମୁହିଁ ଧରେ ତବ ନାମ, ମୋ ଦୁଃଖ ବେଦନା ଦେବ ନିବାର ବହନ। ବ୍ୟାଧିମନ୍ତ ସୁମରିଲେ ଆରୋଗ୍ୟ କରାଉ, ଦରିଦ୍ର ସୁମରିଲେ ଯେ ଅତି ଧନ ଦେଉ। ମୁଁ ଅତି ଆରତେ ଡାକେ ଫେଡ଼ ମୋ ଆରତ, ଜୟ ଜୟ ପ୍ରଭୁ ଆହେ ଦେବ ଭୋଳାନାଥ। ଫେଡ଼ବାନ ଫେଡ଼ ଦୁଃଖ ଶରଣ ତୋହର, ତୁହି ମୋ ଇଷ୍ଟ ଦେବତା ଆହେ ଦେବ ହର। ଏବେ ଆସନ୍ତୁ ଆରମ୍ଭ କରିବା 16 ସୋମବାର ବ୍ରତ କଥା। ଓମ୍ ନମଃ ଶିବାୟ। କଥାରମ୍ଭ। ନମଇ ମହେଶ ବରଣ, ଉମେଶ ଜଗତ କାରଣ। ନମଇ ପାର୍ବତୀ ରମଣ, ଅଶେଷ ବିଘ୍ନ ବିନାଶନ। ଗଣେଶ ଅଟନ୍ତି ନନ୍ଦନ, ବୃଷଭ ଅଟଇ ବାହନ। ତାର ଯେ କାର୍ତ୍ତିକ କୁମାର, ପିତା ଯେ ଅଟନ୍ତି ତାହାର। ପୃଥିବୀ ଆତ ଜାତ କାଳେ, ବ୍ରହ୍ମା ଓ ବିଷ୍ଣୁ ମହେଶ୍ୱରେ। ହୋଇଲେ ପ୍ରଥମ ଜନମ, ଜଗତ ରଖିବା କାରଣ। ପୃଥିବୀ କରିଲେ ସୃଜନ, ପରମ ଜଗତ କାରଣ। ଆପଣେ ସଂହାର କରତା, ଆପଣେ ରକ୍ଷକ ଦେବତା। ସତ୍ୟ ଯେ ହୋଇଲା ପୁରାଣ, ତ୍ରେତୟା ବଂଶେ ନାରାୟଣ। ବରିଲେ ବହୁ କଷ୍ଟ ମାନ, କରିଲେ ଅସୁର ନିଧନ। ସେବେଳେ ସାହାଯ୍ୟ ହୋଇଲ, ଜଗତ ଗୁରୁ ବୋଲାଇଲ। ତ୍ରେତୟା ହୋଇଲା ଯେ ଶେଷ, କଳିକି କରିଲେ ପ୍ରବେଶ। ବହୁତ ଦୁଃଖ ଯେ ବଢ଼ିଲା, ବଢ଼ିଲା ପାପ ତାପ ଭାରା। ଆପଣେ ପ୍ରକଟ ହୋଇଲେ, ଶକ୍ତିର ପୂଜା ବି ଆଇଲେ। ଓಂ ଶିବାୟ ନାମ ଯେ ପୁଣ, ଜଗତ ଉଦ୍ଧାର କାରଣ। ଦୈବ ଋଣ ଯେ ଖିଲାଟ, ଏ ନାମ ହୋଇଲେ ପ୍ରକଟ। ତ୍ରିନେତ୍ର ହୋଇଲ ପ୍ରକାଶ, ଜାନଗ୍ରରେ ଯେ ପରକାଶ। ଭଣ୍ଡାଈଶ୍ୱର ପୁଣି ନାମ, ତ୍ରିପୁରା ଅଟେ ଯେ ଧାମ। କାଶୀ ବିଶ୍ୱନାଥ ତୋହର, ନାମ କେତରାଙ୍ଗ ସାଗର। ବଳରାମ ଯେ ନାମ ଧରି, ଓଡ଼ରଙ୍ଗ ହେଲ ବିହାରୀ। ଜୟ ହୋ ଆଖଣ୍ଡଳ ମଣି, ଆରଡ଼ି ଠାରେ ଶୂଳ ପାଣି। କରିଲେ ନିବାସ ନିଜର, ହେ ପ୍ରଭୁ ପରମ ଠାକୁର। ତୋର ଯେ ପୂଜା ବିଧି ନର, କରୁଛି ଅଶେଷ ପ୍ରକାର। ମନର କାମନା ପୂରଣ,
କରିଛ ପାର୍ବତୀର ମଣ, ମୁହିଁ ହୋ ଭକତ ବ୍ରାହ୍ମଣ। ନାମ ମୋ ଗୋସ୍ୱାମୀ ବିପିନ, ପିତାଙ୍କ ନାମ ଶ୍ରୀନାଥ। ତରଙ୍ଗ ଗ୍ରାମେ ମୋର ଜାତ, ମାତା ଯେ ଅପର୍ଣ୍ଣା ସୁନ୍ଦରୀ। ହେଲୁ ଯେ ଆମେ ପୁତ୍ର ଚାରି, ତୋ ଦୟାରୁ ହେ ଯେ ମହେଶ। ଜୀବନେ ଦୁଃଖ ଯେ ବିଶେଷ, ସବୁ ଯେ ଯାଏ ଦୂର ହୋଇ। ନମ ଶିବାୟ ମୁଖେ କହି, କୃପାରୁ ଦଣ୍ଡିତ ହୋଇଲୁ। ଅଶେଷ ଭାବେ ଦୁଃଖ ଦେଲୁ, ଲେଖିବି ତୋହରି ପୁରାଣ। 16 ସୋମବାର ଜାଣ, ସୌମ୍ୟ ପୁରୁଷ ପୂଜା ତୋର। କରିବି ଜଗତେ ପ୍ରଚାର, ମାରୁଛି ବିନୟ ହଇଣ। ଦିଅ ହୋ ବଳ ପଞ୍ଚାନନ, ମଗଧ ବଙ୍ଗ ଯେ କଳିଙ୍ଗ। ମଧ୍ୟ ଉତ୍ତର ଅଛି ଖଣ୍ଡ, ଜାଭା ସୁମତ୍ରା ମଦ୍ର ଦେଶ। ଏପରି ବହୁ ଯେ ପ୍ରଦେଶ, ଦେଶକୁ ଦେଶ ଯାଜାଇଣ। ବିପଣି କରନ୍ତି ନାରଣ, ପିତା ତା ନୀଳାମ୍ବର ପୁଣି। ଦକ୍ଷିଣେ ଥିଲେ ଠାକୁରାଣୀ, ଉତ୍ତରେ କୁଞ୍ଜ ଯେ ବିହାରୀ। ପୂର୍ବରେ କୁଆଁସର ରାଣୀ, ଦକ୍ଷିଣେ ତୋହର ନିବାସ। ଅଟେ ତୋ ନାମ ବିଶ୍ୱନାଥ, ଭାରି ଯା ଯେ ମା ରତ୍ନମଣି। ତରାଙ୍ଗ ଗ୍ରାମରେ ଜନନୀ, ଦେଶ ବିଦେଶ ବୋଇତରେ। ବିପଣି ମେଲାଏ ସେଠାରେ, ନାନା ବଇ ଦୁର୍ଯ୍ୟ ଯେ ମୁକୁତା। ହୀରା ମାଣିକ ଯଥା ଯଥା, ଏପରି ଧନ ରତ୍ନ ଜାଣ। ବହି ଯେ ଆଣିଲେ ନାରଣ, ଧନ ଐଶ୍ୱର୍ଯ୍ୟରେ ପୂରଣ। ଗ୍ରାମରେ ଧନପତି ପୁଣ, ସହସ୍ର ସହସ୍ର ଭରଣ। ଅମଳ କରଇ ଯେ ଧାନ୍ୟ, ବିରି କୋଳଥ ମୁଗ ଯାଇ। ତାପୁରେ ଅଭାବ ଯେ ନାହିଁ, ଇଚ୍ଛାଟି ନଥିଲେ ତାହାର। ଧନ ପୂରଣ ସୁମାର, କି ହେବ ଏତେ ବୈଭବ। ରତ୍ନମଣିର ଏହି ଭାବ, ପ୍ରଥମ ସ୍ତ୍ରୀ ହେଲା ନାଶ। ଦ୍ୱିତୀୟ ନାରୀର ପ୍ରବେଶ, ସେ ଗଲା ପୁଣି ଯମପୁରୀ। ଆସିଲା କନକ ସୁନ୍ଦରୀ, କନକ ହେଲା ଗର୍ଭବାସ। ଗର୍ଭକେ ହେଲା ତାର ଶେଷ, ଗୋଟିକ ପରେ ଗୋଟି କରି। ଆଣନ୍ତି ନାରଣ ଯେ ପୁରୀ, ସପ୍ତମ ହୋଇଲା ପ୍ରବେଶ। ରତ୍ନମଣିଙ୍କ ପରକାଶ, ବିବାହ 14 ବରଷ। ଗର୍ଭ ଯେ ନହେଲା ପ୍ରକାଶ, ପୁତ୍ର କନ୍ୟା ଯେ ହେଲା ନାହିଁ। କାନ୍ଦିଲେ କଇଁ କଇଁ ହୋଇ, ନାରଣ କହିଲେ ଗୋପ୍ରିୟା। ବିଧାତା କୂଟନୀତି ଏହା, କପାଳେ କରିଛି ଲିଖନ। ଅପୁତ୍ରୀ ହେବ ହୋ ନାରଣ, ଅର୍ଜିଲା ଧନ ଖଣ୍ଡ ନେବ। ନାରଣ ଖାଲି ଅର୍ଜୁଥିବ, ଧନ ଗମନେ ନାହିଁ ସ୍ଥିର। କାରଣ ଅଟେ ବିଧାତାର, କହ କହ ଗୋ ପ୍ରାଣ ସହି। ଏଥିକି ଉପାୟ ଛଇ,
ଅପୁତ୍ରୀ ପୁତ୍ର ଦାନ ହେବ, ସଂସାରେ ସୁଖକୁ ଲଭିବ। ପର ଖାଇବ ଧନ ବୋହି, ନାରଣ ସାକ୍ଷ୍ୟ ମାତ୍ର କହି। ଭାରି ଯା ରତ୍ନମଣି ଜାଣ, ଦୁଃଖରେ ନ କରେ ଭୋଜନ। ପେଟରୁ ମରିବ ରଙ୍କୁତ, ଗର୍ଭରୁ ହୁଅନ୍ତା କି ଜାତ। ଅପୁତ୍ର ଦୋଷ ହେବ ଦୂର, ଭୋଗିବି ନାହିଁ ନର୍କପୁର। କରିବି ବହୁ ବାଲ୍ୟ ଲୀଳା, କରିବି ପ୍ରଭୁଙ୍କର ଲୀଳା। ଯେତେ ଯେ କଲୁ ଓଷା ବ୍ରତ, ଶୁଣିଲା ନାହିଁ ଜଗନ୍ନାଥ। ତେଣୁ ଯେ ଦୁଃଖରେ ନାରଣ, ସଂସାର ଭାରି ଯାତେ ଜିଣ। ନିର୍ଜନ ରାତ୍ରକ ସମୟେ, ବାହାରିଲା ସେ କଲଏ। ଘନ ଅରଣ୍ୟ ଜଥରେ, ଚାଲିଲା ବହୁତ ଦୁଃଖରେ। ମରିବା ଲାଗି ସଜ ହୋଇ, ନିଃଶବ୍ଦେ ନାରଣ ଗମଇ। ହୋଇଣ 10 କ୍ରୋଶ ପଥ, ପାଦତା ହୋଇଲା ଅବଶ। ବିଲକେ ବୃକ୍ଷ ଥିଲା ତହିଁ, ତା ତଳେ ନାରଣ ବସଇ। କ୍ଷୁଧାରେ ଉଦର କାନ୍ଦଇ, ତୃଷାରେ ବିକଳ ହୁଅଇ। ନାଥ ଯେ ହୋଇଛି ଅନାଥ, ଖୋଜଇ ମରଣର ପଥ। କୋଳରେ ସନ୍ତାନ ଯେ ଚାହିଁ, ଧନ୍ୟ ମୋ ଜୀବନଟିଏ। ଧନ ଅର୍ଜନ ମୋହି ତଳେ, କି ସୁଖ ଛିଟି ତାହାରେ। ଏ ସୁଖ ନାହିଁ ପ୍ରୟୋଜନ, ସଂସାର କରି ବରଜନ। କ୍ଷୁଧା ତୃଷାରେ ନାହିଁ ମନ, ଏସବୁ ବଞ୍ଚିବା କାରଣ। ଅର୍ଜିଲା ଧନ କେ ଖାଇବ, ଅର୍ଜିଲା ଲୋକ ଯେ ମରିବ। ହେଲାଣି ବୃଦ୍ଧ ବୟସ, ଜୀବକୁ ଆଉ କେତେ ଆସ। କୋଳରେ ପୁତ୍ର ନାହିଁ ଯାର, ସଂସାରେ ତାର କି ବ୍ୟବହାର। ଅପୁତ୍ରୀ ହୋଇକି ମରିବି, ଯମ ନରକ ମୁଁ ଭୋଗିବି। କେ ଜନମେ ଯେ ପାପ କଲି, ସେ ଫଳ ଅବଶ୍ୟ ପାଇଲି। କରିଲି କାର ଠାରେ ଦୋଷ, ସେ ଦେଲା ସାପ ଯେ ବିଶେଷ। ହେ ହରି ନାରାୟଣ ଶୁଣ, ସହୁଛି ଦୁଃଖ ଯେ ଦାରୁଣ। ବଞ୍ଚିବା ଠାରୁ ମଲା ଭଲ, କରିଲେ ଚିନ୍ତା ନାହିଁ କାର। ଅପୁତ୍ରୀ ହୋଇକି ବଞ୍ଚିବି, କାର ମୁଖ ଯେ ନ ଦେଖିବି। ଦେଖିବା ଲୋକ ହୁଏ ତୋଷ, ଗମନ କାଳେ ଅବଶୋଷ। ଆଣ୍ଠୁ କୋଡ଼ାର ମୁଖ ଚାହିଁ, ଗୃହରୁ ଯାଉଅଛି ମୁହିଁ। କର୍ମ ଯେ ହୋଇବ ବିଫଳ, ଫେରିବା ଅଟଇହ ଭଲ। ଏକଥା ସହିଛି ନାରଣ, ପାରିବି ନାହିଁ ପ୍ରଭୁ ଜାଣ। ଜୀବ ଥାଉ ଥାଉ ମରଣ, ହୁଅନ୍ତା ଯଦି ଏଇ କ୍ଷଣ। ତ୍ରାହି ଯେ ପାଆନ୍ତି ସଂସାରୁ, ମରନ୍ତି ପୁତ୍ରର ଚିନ୍ତାରୁ। ଏମନ୍ତ ବିଚାରି ନାରଣ, ତୃଷାତା ହୋଇଲା କାରଣ। ରାତ୍ର ଯେ ନିଷାଦ ଅଟଇ,
ବିଲ ବୃକ୍ଷଟି ଅଟେ ସେହି, ତାର ଚରଣରେ ନାରଣ ମୂର୍ଚ୍ଛା ହୋଇଲା ତତ୍କ୍ଷଣ। ଗମିଲେ ବାଘ ଭାଲୁ ଯେତେ, ସମସ୍ତେ ଦେଖିଲେ ଆରତେ। ଦୁଃଖରେ ବିଚରା ପଡ଼ିଛି, ତାଠାରେ ନାହିଁ ଆଉ କିଛି। ଅଜ୍ଞାନ ଜୀବର ଦେହରେ, ପ୍ରଭୁ ସେ ସତରେ ବିହରେ। କାହା ତୁ ସାହା ନାରାୟଣ, ସେହୁଟି ମିତ୍ର ପଣେ ପୁଣ। ମାଘ ଭଲୁକ ହେଲେ ଦୂର, ଏକାକୀ ପଡ଼ିଲା ସତର। ରାତ୍ରର ମଧ୍ୟ ଯେ ହୁଅଇ, ତାକର୍ନେ କହୁଅଛି କେହି। ଉଚ୍ଚ ଯେ କାରଣଟି ତହୁଁ, ତୋ କଥା ଜାଣିଲଇ ମୁହିଁ। ହୋଇବ ତୋହର କୁମର, ପୂଜାଟି କରିବୁ ଆମର। ହେ ପାର୍ବତୀ ଯେ ଚାଲିଗଲେ, ନାରଣ ଉଠିଲା କି ଭଲେ। ରଖିଲା ରାତ୍ର ଛିପାଇ, ଜଗତେ ଆଲୋକ ଦିଶଇ। ଶୂନ୍ୟରେ କହିଲେ ଗୋସାଇଁ, ପୁତ୍ର ଯେ ହେବ ଏଥିପାଇଁ। ଦୁଃଖ ତୁ କରୁଛୁ ନାରଣ, କଥାଟି ରଖ ହୋ ସ୍ମରଣ। ଆସିଲା ନାରଣ ତାପୁରେ, କହିଲା ଭାରି ଜାଗରେ। ଭାରି ଯା ଯେ ମା ରତ୍ନମଣି, ହସ ହସରେ କହେ ପୁଣି। ଏଡ଼ିକି ନୀଲଠା ପିଅର, ବୃଦ୍ଧ କାଷ୍ଠୁକି ଝରେ କ୍ଷୀର। ମେଘ ଯେ ଆକାଶରେ ନାହିଁ, ଭିଜିବି ବୋଲି ଭୟ ପାଇ। ଦେଖ ହେ ଅନାଥର ପୁଅ, ଧରିବ ଛତ୍ର ଗୋଟି ଦିଅ। ପୁରୁଷ ପଣିଆ ନଥିଲେ, ପୁତ୍ର କି ହେଉଛି ଠାକୁରେ। ଯାହାର ଧନ ରତ୍ନ ଆଶା, ତାକୁ କେ କରିବ ଭରସା। ପୁଅଟି ଯେବେ ଲୋଡ଼ା ତାର, ଜାଣିକି ଦିଅନ୍ତି ଠାକୁର। ଏଡ଼ିକି ଦାରୁଣ କୃପଣ, ଧନୀ ଯେ ଅଟଇ ନାରଣ। ଗର୍ଭର ଅହଙ୍କାର ଘର, ନାରଣ ସୃଜିଛି ଏଠାର। ଧନ ଯେ ପୁତ୍ର ଅଟେ ଯାର, ଧନ ପୂରିଛି ଘର ଦ୍ୱାର। କାନ୍ଦିଲା ଲୋକଟି ହସିବ, ବିଧବା ପୁତ୍ରବତୀ ହେବ। ପଶ୍ଚିମେ ସୂରୁଜ ଉଇଁବେ, ମୋ କୋଳେ ପୁତ୍ର ଜାତ ହେବେ। ଈଶ୍ୱର ସୂରୁଜ ଉଇଁବେ, ମୋ କୋଳେ ପୁତ୍ର ଜାତ ହେବେ। ଈଶ୍ୱର ନିନ୍ଦୁକ ନାରଣ, ଧିକର୍ତ୍ତା ଅଟଇ ଜନମ। ବହୁ କଷ୍ଟରେ ପୁତ୍ର ପାଇ, ମୃତ ତୁଲ୍ୟରେ ବଞ୍ଚିଥାଇ। ଶୁଖିଲା ବୃକ୍ଷେ ଜଳଦାନ, କରିଲେ ତା ସ୍ୱାମୀ ନାରଣ। ଅନେକ କଷ୍ଟ ଯେ ହୋଇଲା, ମୃତ୍ୟୁ ପରେ ଯେ ମୃତ୍ୟୁ ଦେଲା। କହିଲା କାନ୍ଦ କାନ୍ଦ ହୋଇ, କି ଲାଭ ପାଉଛ ବୁଝାଇ। ସମୟ ଅତୀତ ହୋଇଲା, ପୁନଶ୍ଚ ପୁତ୍ର ପ୍ରାପ୍ତି ଲୀଳା। ଦେଖିଲ ସଂସାର ମଧ୍ୟରେ, ମୋ ପରି ଦୁଃଖୀ କିଏ ଥରେ। ଭାଗ୍ୟରେ ଯାହା ଥିଲା ଜାଣ, ଭୋଗ ଯେ ଅଟଇ ଜନମ।
ପୁନଶ୍ଚ ନ କରି ପ୍ରଚାର ଲୋକ ସାଟି ହେବ ସାର। ଆମ୍ଭର ଭାଗ୍ୟେ ପୁତ୍ର ନାହିଁ ଲୋକ ସାକୁ ଭୟ ପାଇ। କହୁଛି ହାତ ଗୋଡ଼ ଧରି ପ୍ରଚାର ନ କର ଏପରି। ନାରଣ ବୋଇଲେ ଶୁଣ ଏକଥା ସତ୍ୟ ଅଟେ ଜାଣ। କରିବି ଶିବ ଆରାଧନା ପାଇବି ନିଶ୍ଚୟ ପୁତ୍ର ଧନ। ସେଦିନ ଠାରୁ ଯେ ନାରଣ ପୂଜିଲା ପାର୍ବତୀ ରମଣ। ଧୂପ ଦୀପ ନୈବେଦ୍ୟ ଯୋଗାଡ଼େ ହୋଇଲା ଆନନ୍ଦ। ମନ୍ଦିରେ ହୋଇଲା ପ୍ରବେଶ ଭକତି କଲା ଯେ ବିଶେଷ। ଏପରି ବହୁ ଦିନ ଗଲା ରତନ ମଣି ଯେ ବାନ୍ଧିଲା। ମିଛରେ କରିଲା ପ୍ରଚାର କୁହ କି କରିବ ଏଥର। ରାସ୍ତାରେ କରିଲେ ଗମନ ରାତ୍ରିରେ କରିଲେ ଶୟନ। ସପନେ ଗ୍ରାମ ସାରା ଜାଣ କଥା କଥାରେ କଥା ପୁଣ। କିଲୋ କି ପୁତ୍ରବତୀ ହେଲୁ ଅପୁତ୍ରୀ ଦୋଷ ପାରି ହେଲୁ। ଥଣ୍ଟିଆ ମାଟି କି ଯେ ତୋର ଖେଳିବ ଜନମୀ କୁମର। କରିବୁ ପିଠା କ୍ଷୀରି ପୁରୀ ଆଶା ଯେ ରହିଲା ମରି। ରଖିବୁ ଏ ବଂଶର ଯଶ ଅପୁତ୍ରୀ ଦୋଷ ଗଲା ନାଶ। ଅତୀତ ହେଉଛି ବୟସ କି ବର ଦେଲେ ଯେ ଉମେଷ। ବୃଥାରେ ପାଇ ଅପମାନ କି ଲାଭ ରଖି ଏ ଜୀବନ। ଚାଲ ଯେ ଅରଣ୍ୟକୁ ଯିବା ହିଂସ୍ର ଜନ୍ତୁଙ୍କ ଆଗ ହେବା। ଆମର ବେକ ମୋଡ଼ି ଦେବେ ସନ୍ତୋଷ ହୋଇଣ ଖାଇବେ। ପୁରିବ କ୍ଷୁଧିତ ଉଦର ଆନନ୍ଦ ହୋଇବେ ଈଶ୍ୱର। କି ଲାଭ ଥାଇ ଏ ଜୀବନ ଲୋକ ସାଟି ହେବ ଜାଣ। ମରିଣ ଗଲେ ଆମ୍ଭେ ଜାଣ ଅକଥାରୁ ରକ୍ଷା ଅଧିକେଣ। ଏମନ୍ତ ରତ୍ନମଣି କହି ଅରଣ୍ୟ ଆଡ଼େ ଗଲା ଧାଇଁ। ତା ପଛେ ପଛେ ଯେ ନାରଣ ଚାଲିଲା ବହୁ ଦୂର ଜାଣ। ହୋଇଲା ପୁଣି ଯେ ରଜନୀ ଝରଣା ଠାରେ ରତ୍ନମଣି। ମୂର୍ଚ୍ଛା ହୋଇ ସେ ପଡ଼ିଲା ଡାକିଲେ କଥା ନ ସ୍ଫୁରିଲା। କାନ୍ଦିଲା ତୁହାଇ ତୁହାଇ କି କଲ ତୁମେ ଉମା ସାଇ। ଏମନ୍ତ ସମୟ ପାର୍ବତୀ ସାଥିରେ ଥିଲେ ଉମାପତି। ଯାଇନଥିଲେ ସେ ଆକାଶେ ଦୃଷ୍ଟି ଯେ ପଡ଼ିଲା ପ୍ରଦେଶେ। ପୁଛନ୍ତି ଉମା ଠାକୁରାଣୀ ଶୁଣନ୍ତୁ ଆହେ ଶୂଳ ପାଣି। ମର୍ତ୍ତ୍ୟରେ ଜନମ ଲଭିଣ କି ଦୁଃଖେ ବଞ୍ଚିଛି ନାରଣ। କୋଳରେ ଦେଲ ନାହିଁ ସୁତ ଦୁଃଖରେ ତା ଭାରି ଜାମୃତ। କାନ୍ଦୁଛି କରୁଛି କୀର୍ତ୍ତନ ବଞ୍ଚାଅ ଆହେ ପଞ୍ଚାନନ। ତୁମ୍ଭେ ଯେ ସର୍ବଦୟାମୟ ମୋଠାରେ କରିଲ ନ୍ୟାୟ। ତୋର ଚରଣେ ମାଗିବର
କରିଲି ତୋର ଓଷାବାର, ଶେଷରେ ଦୁଃଖ ମୋତେ ଦେଲୁ, ଭାର୍ଯ୍ୟା ମୋ ଠାରୁ ଛଡ଼ାଇଲୁ। ହୋଇଣ ପ୍ରଭୁ ନିଦାରୁଣ, ଏଣିକି ମରିବ ନାରଣ। ଏକଥା ଶୁଣୁଛ ଗୋସାଇଁ, ଚାଲିଛ କିଛି ଜାଣ ନାହିଁ। ହୋଇଲା ଅନ୍ୟାୟ ତୁମ୍ଭର, ଏଥକୁ ବିଚାରଟି କର। ଦାସର ହୋଇ ଭଗବାନ, କରୁଛ ଏପରି ବିଧାନ। ବଞ୍ଚାଅ ଶୀଘ୍ର ତାର ନାରୀ, ପୁତ୍ରକେ ପିଆନ୍ତୁ ବିଚାରି। ଉମାଙ୍କ ଠାରୁ ମାଇଷ, ଶୁଣିଲେ ସକଳ ବୃତ୍ତାନ୍ତ। କୁହନ୍ତି ହସ ହସ ହୋଇ, ଉମାଙ୍କ କୈଳାସ ଗୋସାଇଁ। ମୋହନ ଠାରେ କିଛି ନାହିଁ, ଯାହା ଲେଖିଛି ବିଧି ସାଇଁ। ସେମନ୍ତ ଭୋଗୁ ଅଛି ଫଳ, ଉପାୟ ନାହିଁଟି ମୋହର। ଜନମ ଜନମ ଯେ ହେବ, ପୁତ୍ରଟି କେବେ ନ ପାଇବ। ଏକଥା ମାତା ଯେ ଶୁଣିଲେ, ଶୁଣନ୍ତୁ ପ୍ରିୟେ ମୋର ବୋଲେ। ତୁମ୍ଭର ଭକତ ନାରଣ, କି ଜାଣେ ବିଧାତା ଭିଆଣ। କରୁଛି ଓଷା ବ୍ରତ ତୁମ, ଡାକୁଛି ଶୁଣ ପଞ୍ଚାନନ। ନିରୀହ ଦୁଃଖରେ ପଡ଼ିଛି, ତୁମର ଚରଣେ ପୂଜୁଛି। ଶୁଣିଲ ନାହିଁ ମୋର କଷ୍ଟ, ଭୋଗିଲି ଏତେ ଗୁଡ଼େ ରିଷ୍ଟ। ମରିଲା ଭାରି ଜାମୋହର, ନ ଦେଇ ତା କୋଳେ କୁମର। ପାର୍ବତୀ କଲେ ଅଭିମାନ, କହନ୍ତି କଳି ଭଗବାନ। ଶୁଣ ଯେ ପିଅର ମୋହର, ଭକତ ଆପଣ ଯେ ମୋର। ଏଥିକୁ କି କରିବି ମୁହିଁ, ପୁତ୍ରଟି ତା ଭାଗ୍ୟରେ ଥାଇ। ହୋଇବ ନିଶ୍ଚୟ ଜନମ, 12 ଗୋଟି ଯେ ବର୍ଷ ଜାଣ। ଜନମ ହୋଇ ସେ ରହିବ, 13ରେ ତାର ମୃତ୍ୟୁ ହେବ। କି ଲାଭ ତାହାର ହୋଇବ, ଆମ୍ଭର କୀର୍ତ୍ତି ନାଶ ଯିବ। ଦେଖ ହୋ ନାରଣ ଘରଣୀ, ଜୀବ ପାଇଛି ତତକ୍ଷଣି। ପଦ୍ମ ପାଇଣ ଖୁସି ହେଉ, ଏହି ଜନମ ତାର ଯାଉ। ହୋଇବ 7 ଜନ୍ମ ଶେଷ, ତାପରେ ଦୁଃଖ ହେବ ଶେଷ। ନଥିଲା ପୁତ୍ର ମୋ କପାଳେ, ବିଧାତା ଲେଖିଲାର ବେଳେ। କାହୁଁ ଯେ କୋଳେ ଦେଲ ପୁର, ଏବେ ହୋ ହେବ ମୃତ ତାର। ମରିବା ଠାରୁ ସେ ଘୋଷଡ଼ା, ହଣାଠୁ ଅବଶ୍ୟ ଆମ୍ପୁଡ଼ା। ବାଧିବ ଅତୀତ କଷଣ, ଜନମ ଠାରୁ ଯେ ମରଣ। ଏମନ୍ତ କଷ୍ଟ ଥିଲା ମୋର, ଜାଣେ ଯେ ଥିଲା ହେ ଈଶ୍ୱର। ଦେଇ ଯେ ନେଉଛ ଉଠାଇ, ୟାଠାରୁ ଦୁଃଖ କାହିଁ ମହି। ବାହୁନି ଯେ ମା ରତ୍ନମଣି, ତାଠାରୁ କିଏ ଅଭାଗିନୀ। ସହିଲା କଷ୍ଟ ଯେ ତାହାର, କୋଳରୁ ପୁତ୍ର ନେଲା ତାର। ଏମନ୍ତ ମାଥା କୋଡ଼ି ହେବେ, ପୁନଃ ବିଷ ଯେ ଭକ୍ଷିବେ।
ଏମନ୍ତ ଗଲା କିଛି ଦିନ, ପୁରିଲା ଗର୍ଭ ମାସ ମାନ, ହୋଇଲା ଉତ୍ତମ କୁମାର, ଅଶେଷ ପୂର୍ଣ୍ଣ ରୂପ ତାର। କାହିଁ ଯେ ଏମନ୍ତ ସନ୍ତାନ, ହୋଇଛି ମହୀରେ ଜନମ, ଉତ୍ସବ ପାଳିଲେ ନାରଣ, ମନକୁ ମନ ପ୍ରବୋଧିଣ। ଜାଣନ୍ତି ଏ ପୁତ୍ରଟି ପର, ନିଶ୍ଚୟ ଜୀବ ଯମପୁର। ଗୃହରେ ଭାରି ଜାମହର, ନ ଜାଣ କଥାଟି ସତର। ଶିବ ପାର୍ବତୀ ଗୁଣ ଗୁଣୀ, ନାରଣ ଭାବିଲେ ସେ କ୍ଷଣି। ପତ୍ନୀକୁ ଗୋପନେ ଡାକିଲେ, ସମସ୍ତ କଥା ଭୁଲାଇଲେ। ସେବା ପୂଜା କରି ବହୁତ, ପାଇଲ ସୁନ୍ଦରର ସୁତ। ଏବେ ହୋ କରିବାଟି ଶୁଣ, ପୁତ୍ର ମୋ ହେବ ମରଣ। ଶାଳୀ ଯେ ଅଛଇ ଗୃହରେ, ଯାଉଛି ସଦା କୃଷ୍ଣପୁରେ। କାଶୀ ଅଯୋଧ୍ୟା ବୃନ୍ଦାବନ, ମାମୁ ଯେ ପୁରେ ଦୀର୍ଘ ଦିନ। ଧନ ଯେ ଅଭାବ ମୋ ନାହିଁ, ଚିନ୍ତିଛି ଏହି କଥା ମୁହିଁ। ପୁତ୍ର ଯେ ହେବ ଦୀର୍ଘ ଆୟୁ, ଶେଷକୁ ଦୁଃଖ ଯେ ନଥାଉ। କୋଳରେ ହେବ ପୁତ୍ର ତାର, ରୂପରେ ରାଜାଙ୍କୁ କୁମର। ଏତକ କହନ୍ତି ଗୋସାଇଁ, ଉମା ଯେ ଫଣ ଫଣ ହୋଇ। ମୁହଁକୁ କୁନା କୁନା କଲେ, ସ୍ୱାମୀଙ୍କ କଥା ଆଡ଼ କଲେ। କହିଲେ ମୋର ହେ ଦଇନି, ଶୁଣ ହେ ପଞ୍ଚାନନ ଜାଣି। କରନ୍ତୁ ଦୟା ଯେ ତାହାକୁ, ଗୋଟିଏ ପୁତ୍ର ଦିଅ ତାକୁ। ବହୁ ସେ ପାଇଲେଣି ଦୁଃଖ, ମୋ କଥା ପଞ୍ଚାନନ ଜାଣି। କରନ୍ତୁ ଦୟା ଯେ ତାହାକୁ, ଗୋଟିଏ ପୁତ୍ର ଦିଅ ତାକୁ। ବହୁ ସେ ପାଇଲେଣି ଦୁଃଖ, ମୋ କଥା ପଞ୍ଚାନନ ରଖ। ଉମା ଯେ ଧରିଲେ ଚରଣ, ହରଷ ହେଲେ ପଞ୍ଚାନନ। ତଥାସ୍ତୁ କହି ଆଖଣ୍ଡଳ, ଚାଲିଲେ ବୃଷଭ ପୃଷ୍ଠର। ଏ କଥା ଶୁଣିଲା ନାରଣ, ଆସିଲା ଭାରି ଯା ପାଖେଣ। ଭାରି ଯା ଯିବ ପାଇଅଛି, ନାରଣ ତ୍ରାଠାରେ ପହଞ୍ଚି। କହିଲା ଶୁଣ ଆଗ ପ୍ରିୟା, ଶିବ ଯେ କରିଗଲେ ଦୟା। ଏହି ଗର୍ଭରେ ହେବ ସୁତ, ବର ଦେଇଣ ଗଲେ ନାଥ। ଚାଲ ହୋ ଫେରି ଯିବା ଘର, ସେଠାରେ ନିର୍ମାଣୀ ମନ୍ଦିର। ପୂଜିବି କୈଳାସପତି, ନମ ଶିବାୟ ଭୋଜିନୀତି। ଭାରିଯା ସହିତ ନାରଣ, ଗୃହକୁ କରିଲେ ଗମନ। ସୁଖରେ ଗଲା କେତେ ଦିନ, ଶିବଙ୍କୁ କରିଲେ ପୂଜନ। ଗର୍ଭ ଯେ ହେଲେ ରତ୍ନମଣି, ଗର୍ଭେ ରହିଲେ ପୁତ୍ର ପୁଣି। ହୋଇଲା 10 ମାସ ଜାଣ, ଜନ୍ମିଲା ଏକଇ ନନ୍ଦନ। ଆନନ୍ଦେ ମାତା ଯେ ବୋଇଲେ, ଉତ୍ସବ ମାନ ଭିଆଇଲେ। ବ୍ରାହ୍ମଣେ ଭିକ୍ଷୁକ ଯେ ଜାଣ, ଧନରତ୍ନ ଯେ କଲେ ଦାନ। ଆନନ୍ଦେ ଗଲା କେତେ ଦିନ, ମନରେ ଚିନ୍ତିଲେ ନାରଣ।
ଆସିଲା ବିପରୀତ ପୁଣି ଜାଣିଲେ ମୋହର ଘରଣୀ। ଅର୍ଜିଲା ଧନକୁ ମୋହର କିଏ ସେ ଭୋଗିବ ନିକର। ପୁତ୍ରର ଅଛି ଏକ ରିଷ୍ଟ ଶ୍ରବଣ କରି ଶିଖ ମୁଖ। ତେଣୁ ହୋ ଶୁଣ ଗୁଣମଣି ମାମୁଙ୍କ ସାଥିରେ ମେଲାଣି। 30 ବରଷକୁ ମୋର ଯଜ୍ଞାଦି ଧର୍ମ କର୍ମ ତାର। କରିବ ବ୍ରାହ୍ମଣରେ ଦାନ ବସ୍ତ୍ର ଯେ ଅଳଙ୍କାର ମାନ। ତୃପତ କରିବେ ଭୋଜନେ ପୁଅ ମୋ ବଞ୍ଚିବ ଗହନେ। ଜନମ ପରେ ଆମ ହେଲା ପାଳନେ ମାମୁଁ ପୁରେ ଗଲା। ହୋଇଲା ପର ଯେ ଗୋଚର ବଞ୍ଚିବ ଦୀର୍ଘ ଦିନ ଧରି। ଭାରି ଯା ହୋଇ ଏକ ମନ ପୁତ୍ରକୁ ଛାଡ଼ି ଦୀର୍ଘ ଦିନ। ଗେରସ୍ତ ଭାରି ଯା ରହିଲେ ପୁତ୍ର ଯେ ମାମୁଁ ସଙ୍ଗେ ଗଲେ। କାଶିବ ଦରିକା ଜନିୟ ବିରଜା କ୍ଷେତ୍ର ତୀର୍ଥ ଯାହା। ପୁରା ଯେ ବୃନ୍ଦାବନ ପୁଣି ମାମୁଁ ଯେ ଗଲେ ସଙ୍ଗେ ଘେନି। କରିଲେ ତୀର୍ଥ ଯେ ଗମନ ଦିନ ଯେ କରିଲେ ବ୍ରାହ୍ମଣ। ପାଟ ବସ୍ତ୍ର ଯେ ଧନ ମାନ ମାମୁଁ ଯେ କରିଲେ ବଣ୍ଟନ। ଏମନ୍ତେ କରନ୍ତେ ଗମନ ପଡ଼ିଲା ରାଜ୍ୟ ଗୋଟି ଜାଣ। ସେ ରାଜ୍ୟ ଥିଲେ ନରପତି ବିଶେଷ ଅଟଇ ଯେ ଖ୍ୟାତି। ସେ ରାଜା ନାମ ହୋନନ୍ତା ତାଙ୍କର ଅଟଇ ଯେ ସୂତା। ସୂତାର ନାମ ଇନ୍ଦୁମତୀ ତାହାର ବିବାହ ଯେ ରାତି। ଅନ୍ୟ ଯେ ମଗଧ ନରେଶ ତାହାଙ୍କ କୁମର ଦିନେଶ। ଆସନ୍ତା ବିବାହ ହେବା ପାଇଁ ବୀରବାଦ୍ୟ ଯେ ବାଜୁଥାଇ। ଆସନ୍ତି ସାମନ୍ତ କୁଣିଆ ଶୋଭା ଯେ ହୁଅ ଇଚ୍ଛାନିଆ। ବର ଯେ ଅଟଇ ହୋ କଣା କନ୍ୟା ଘରକୁ ନାହିଁ ଜଣା। କନ୍ୟା ଯେ ଜାଣିଲା ଗୋପନେ ବିବାହେ ନିଶ୍ଚୟ କଷଣେ। ଭୋଗିବ ଅନେକ ଦୁର୍ଦ୍ଦଶା ଜୀବନ ସାରା ରାହୁ ଦଶା। ଜାଣିଲେ ତହୁଁ ପିତା ମାତା ମଥାରେ ପଶିଲା କି ଚିନ୍ତା। ଏଥୁ ଉପାୟ କିସ ହେବ ମଙ୍ଗୁଳା କନ୍ୟା କି ରହିବ। ଅପରେ ବର ପିତା ଜାଣ ଖୋଜୁଛି ଉପାୟ ବହନ। ପାନ୍ତି ଯେବେ ଅରକ୍ଷିତ ତା ସାଥେ ବିବାହ ନିଶ୍ଚିନ୍ତ। ବର ବଦଳି ବର ନେବି ବିବାହ କାର୍ଯ୍ୟ ସମର୍ପିବି। ବିବାହ ଅନ୍ତେ ପୁତ୍ର ମୋର ସ୍ୱାମୀ ହୋଇବ ଏ କନ୍ୟାର। ଏମନ୍ତ ଭାବି ବର ପିତା ଗମନେ କରୁଥାଇ ଚିନ୍ତା। ଏହି ସମୟ ରାସ୍ତେ ଜାଣ ଦେଖିଲେ ନାରଣ ନନ୍ଦନ। ଦେବ ପୁରୁଷଠୁ ବଳି ରୂପ ବସ୍ତ୍ର ଯେ ପିନ୍ଧିଛି ଅଳପ। ଏହାକୁ ପଥୁ ଧରି ନେବି ଏ ସାଥେ କନ୍ୟା ବିଭା ଦେବି। ତାହା ଯେ ମନେ ଗୁଣି ଗୁଣି ମାମୁଁର ପାଶେ ନରମଣି। କହିଲେ ଶୁଣ ଆହେ ବାବୁ ମୋର କନ୍ୟାକୁ ବିଭା ଦେବୁ। ମଗଧ ନରେଶ ଯେ ମୁହିଁ ବରିଣ ଥିଲି ଯେଉଁ ବର। ସେ ବର ଜଣା ଯେ ସତର ଏମନ୍ତ ବୋଲି ନର ଈଶ। କହିଲା ମାମୁଁଙ୍କୁ ବିଶ୍ୱାସ ବିବାହ ଅନ୍ତେ ତୁ ଜାଣିବୁ। ଲକ୍ଷେ ମାଣକ ଧନ ନେବୁ। କହି ଯେ ଦେବି ବାକି ଲୋକ ମାନିବେ ତୋତେ
ବହୁ ଲୋକ। ଆଜିକି ଲାଗିବ ରହିବ, କାଲିକି ଘରେ ମନ ଥିବ। ଧନ ରଜି ଫେରିଯିବ, ଗୃହରେ ଆନନ୍ଦ ହୋଇବ। ମାମୁଁ ଯେ ଜାଣିଲେ ନରେଶ, ମନେ ଯେ ହୋଇଲେ ବିରସ। ମାନିଲେ ଭଲ ହେବ ଜାଣ, ନହେଲେ ଦଣ୍ଡଟି ନିଧନ। ଏମନ୍ତ ଛାଡ଼ି ଅଡ଼ୁଆକୁ, ବିପଦ ନେବି ମୁଁ ମୁଣ୍ଡକୁ। ପରରାଇ ଯେ ଗଣ୍ଡଗୋଳ, ନୁହଁ ଯେ ଚାଲାଖି ବିଚାର। ମାମୁଁ ଯେ ରାଜି ହୋଇଗଲେ, ଭଣଜା ବସି ସବାରିରେ। ପାଟ ମଠାରେ ସେ ମୁଣ୍ଡଣି, ସ୍ୱର୍ଗର ଇନ୍ଦ୍ର ଠାରୁ ଜିଣି। କାନ୍ତି ଝଟକ ପୂରବ, ସତେକି ବିଳମ୍ବ ମାଧବ। ଏମନ୍ତ ରୂପେ ବର ଗଲା, କନ୍ୟାକୁ ବିବାହ କରିଲା। ବେଦୀ ମଣ୍ଡପେ ଇନ୍ଦୁମତୀ, କହିଲା ଶୁଣ ଯତିପତି। ଦେଖିଲା ତୁମ୍ଭର ନୟନ, ସବୁକୁ କରୁଛି ଦର୍ଶନ। ନାରଣ ସନ୍ତାନ କହି, ରାଜାର ପୁଅ ନୁହେଁ ମୁହିଁ। ବରବଦନ ବର ହୋଇ, ମୋତେ ଆଣିଛି ନର ସାଇଁ। ବିବାହ ପରେ ମୁହିଁ ପୁଣ, ଭ୍ରମିବି ମୋହର ଗ୍ରାମୀଣ। 12 ବରଷ ଗଡ଼ିଗଲେ, 13ରେ ମୃତ୍ୟୁ ହେବ ଭଲେ। ତେଣୁ ମୋହର ମାତା ପିତା, କରିଲେ ବହୁତ ଯେ ଚିନ୍ତା। ଏମନ୍ତ ସମୟ କୈଳାସେ, ପାର୍ବତୀ ପଚାରନ୍ତି ରଖେ। ଏତେ ଯେ କଲା ସେବା ତୁମ, ତଥାପି କର୍ମ ତାର ବାମ। 12 ବରଷ ଯାଏ ପୁତ, ତାପରେ ହୋଇବ ଯେ ମୃତ। ଏମନ୍ତ ବର ଦେବି ତୁମ, ଅଟଇ ନିଶ୍ଚୟ ଧର୍ମ। ତାହାର ପ୍ରତିକାର କର, ନଇଲେ ଅଧର୍ମ ଆମ୍ଭର। ଜଗତେ ହୋଇବ ଯେ ନିନ୍ଦା, କରିବେ ନାହିଁ ତୁମ୍ଭ ପୂଜା। ତେଣୁ ମୋହର ଅନୁନୟ, ଶୁଣନ୍ତୁ ବାରକେ ନିଶ୍ଚୟ। ଏପାଇଁ କର ଯେବେ ପଥ, ସତ୍ୟ ଯେ ତୁମ୍ଭେ ପଞ୍ଚମାଥ। ଉମା ଯେ କହିଲେ ବାଣୀ, ହରଷ ଚିତେ ଶୂଳ ପାଣି। କହିଲେ ପ୍ରିୟେ ଶୁଣ ମୋର, ଏମନ୍ତେ ନାରଣ କୁମର। ବରଷ ହେଲେ 12 ତାର, ବିବାହ ନିଶ୍ଚୟ ତାହାର। ଯାହାକୁ ବିବାହ କରିବ, ସେ ଯେ ବିଧବା ଯେ ନହିବ। ସଧବା ଯେବେ ହବ ନାରୀ, ସ୍ୱାମୀ ତା ମରିବ କିପରି। ହେଲା ଯେ ବିଧାତା ଭିଆଣ, ତୁମ୍ଭ ଭଙ୍ଗେ ମୋର ମିଳନ। ଏମନ୍ତ ଶୁଣିଲେ କୁମାରୀ, ହୃଦୟ ଆନନ୍ଦରେ ଭରି। ବିବାହ ସମସ୍ତ ହୋଇଲା, କୁମାରୀ କନ୍ୟା ବେଶ ହେଲା। କହିଲା ପିତାଙ୍କୁ ଡକାଇ, ମଗଧନରେ ସକୁ ଯାଇ। କୁହନ୍ତୁ ଯାଆନ୍ତୁ ଏଥର, କନ୍ୟା ରହିବ ମୋର ପୁର। ପଡ଼ିଲା ତୁମ ସହ ଜଣା, ଏ ନୁହେଁ ତୁମ୍ଭ ପୁତ୍ର କଣା। ଶୁଣିଣ ରାଜା ଯେ ଅହନ୍ତା, ମୁଣ୍ଡରେ ପଡ଼ିଲା ଯେ ଚିନ୍ତା। ଗର୍ଜନ ତର୍ଜନ ରାଜନ, କରିଲେ ବହୁ ଭାବେ ଜାଣ। ଲଜ୍ଜାରେ ମଗଧ ନରେଶ, ଫେରିଲେ ହୋଇ ଅବିଶ୍ୱାସ। ଶିଶୁପାଳ ଯେ ସେ ହୋଇଲା, ମଗଧ ରାଜ୍ୟରେ ସେ ପିଲା। ଆନନ୍ଦେ ହୋଇଲେ ଶାଳକ, ଠାକୁରେ ଶୁଣିଲେ କି ଡାକ। ନାରଣ ଭାଗ୍ୟ ବଦଳିଲା,
ଅପୁତ୍ରୀ ଦୋଷ ତାର ଗଲା। ବିଭା ହେଲା ଯେ ରଜା ଘରେ, ଶୁଣିଲେ କୈଳାସ ଠାକୁରେ। ଶିବ ଠାକୁର ଗୁଣ ଗୁଣି, କରିଲେ ଉପଚାର ଭାରି। 16 ସୋମବାର ବ୍ରତ, କରିବା ନିମନ୍ତେ ନିଶ୍ଚିତ। ନାରଣ କହିଥିଲା ଜାଣ, ସବୁକୁ କରିଲା ବିଭ୍ରମ। ପୁତ୍ର ପାଇଣ ଭୋଳ ହେଲା, ଶିବଙ୍କ ବ୍ରତ ପାସରିଲା। ଏମନ୍ତେ ବିତିଲା ବରଷ, 5ଟି କଲା ହୋଇ ଶେଷ। ଏପରି ସମୟ ଆସିଲା, ପୁତ୍ର ଯେ ଘରେ ଶୋଇଥିଲା। ଆସିଲା ମାଡ଼ି କାଳ ଜୋର, ହଠାତ ମଲା ତାକୁ ମୋର। ବିଧାତା ଭିଆଇଣ ଦେଲା, ଅକାଳେ ମଲା ତାର ପିଲା। ଅତୀତ ନାରଣ ହେଜିଲା, କୈଳାସପତିଙ୍କୁ ଡାକିଲା। କରିଛି ମୁହିଁ ଅପରାଧ, ମୋ ଦୋଷ ଆପଣେ କ୍ଷମିବ। ଏମନ୍ତ ଚିନ୍ତାରେ ନାରଣ, ଡକାଇ ଶାଳକକୁ ଜାଣ। କାଶୀକୁ ଶବଦ ବୋହିଲା, ମନ୍ଦିର ନିକଟେ ଥୋଇଲା। ମଥା ବାଡ଼େଇ ସେ ନାରଣ, କାନ୍ଦିଲା ରଖ ପଞ୍ଚାନନ। 16 ସୋମବାର ବ୍ରତ, କରିବି କହୁଛି ନିଶ୍ଚିନ୍ତ। ଏମନ୍ତ ଡାକିଣ ନାରଣ, କଲା ଯେ ବ୍ରତ ଆୟୋଜନ। ଡକାଇ ସୁଦକ୍ଷ ବ୍ରାହ୍ମଣ, କଲା ଯେ ବ୍ରତର ବିଧାନ। 10,000 ବ୍ରାହ୍ମଣଙ୍କୁ ଆମନ୍ତ୍ରୀ ଆଣିଲା ପାଖକୁ। ଯଜ୍ଞର କଲା ଆୟୋଜନ, ବିଧିରେ ପୂଜେ ପଞ୍ଚାନନ। ବ୍ରତ ଯେ ହେଲା ସମାପନ, କୈଳାସେ ଥିଲେ ପଞ୍ଚାନନ। ପାର୍ବତୀ ବିନୟ କହନ୍ତି, ଏଥକୁ କିମ୍ପା ଆଉ ଚିନ୍ତି। ମୂରୁଖପଣରେ ଭୁଲିଲା, ଭାଗ୍ୟରେ ଥିଲା ଯେ ଭୋଗିଲା। ଏଥର ସନ୍ତୋଷ ହୋଇଣ, ଦିଅନ୍ତୁ ପୁତ୍ରର ଜୀବନ। ଉମାଙ୍କ ବିନୟରେ ହର, କରିଲେ ନାରଣ ବିଚାର। କରିଲୁ 16 ସୋମବାର, ଏଥର ପୁତ୍ର ବଞ୍ଚୁ ତୋର। ମରଣ ମୁଖେ ଯେ ନନ୍ଦନ, ଡାକିଲା ରଖ ପଞ୍ଚାନନ। ଏମନ୍ତ ଦେଖି ସର୍ବଜନ, ଆନନ୍ଦେ କରିଲେ କୀର୍ତ୍ତନ। ମରିଲା ପୁତ୍ର ତା ବଞ୍ଚିଲା, 16 ସୋମ ବ୍ରତ କଲା। ଜୟ ଜୟ ହେ ପଞ୍ଚାନନ, ଶରଣ ଗଲା ଯେ ବିପିନ। ଶରଣ ଗଲି ଉମାପତି, ମୋହର ଏତିକି ବିନତି। ଓಂ ନମ ଶିବାୟ ମୁଁ କହି, ଓ ସମସ୍ତେ ପ୍ରସାଦକୁ ଖାଇ। ବାହୁଡ଼ି ଗଲେ ନିଜ ଘର, ସମାପ୍ତ 16 ସୋମବାର। 16 ସୋମବାର ବ୍ରତ ବିଧି। ଏମନ୍ତ ଦିନେ ପଞ୍ଚାନନ, ସ୍ୱର୍ଗକୁ କରନ୍ତେ ଗମନ। ସଙ୍ଗତେ ପ୍ରିୟ ଶ୍ରୀ ପାର୍ବତୀ, ସଙ୍ଗତେ ହେଲେ ପଶୁପତି। ଭ୍ରମଣ କରନ୍ତେ କରନ୍ତେ, ପହଞ୍ଚି ବିଦର୍ଭ ଜଗତେ। ଅମରାବତୀ ଯେ ନଗର, ସେଠାରେ ପହଞ୍ଚି ମନ୍ଦିର। ବିଦର୍ଭ ରାଜା ନିର୍ମାଣିଲେ, ଈଶ୍ୱର ସେଠାରେ ଦେଖିଲେ। ତାହାଙ୍କ ନିମନ୍ତେ ନିର୍ମାଣ, କରିଲେ ବିଦର୍ଭ ରାଜନ। ପ୍ରିୟାଙ୍କ ସହ ଉମାପତି, ମନ୍ଦିରେ ହେଲେ ଉପସ୍ଥିତି। ନିବାସ କଲେ ସେହିଠାର, ରାମଙ୍କ ସହିତ ଈଶ୍ୱର। ଶୋଭାରେ ମୋହିତ ହୋଇଲେ, ଉମା ଯେ ଶ୍ରଦ୍ଧାରେ ବୋଇଲେ। ଶୁଣନ୍ତୁ ମୋର ପ୍ରାଣ ପ୍ରିୟ, ଏଠି ଯେ ଖେଳିବା ନିଶ୍ଚୟ। ପଶାର ଖେଳ ଠାରେ ମନ, ହୋଇଛି ଆହେ ପ୍ରାଣଧନ। ହସିଲେ ତହୁଁ ଉମାଈଶ, ଶୁଣନ୍ତ ଖେଳର ରହସ୍ୟ। ଏମନ୍ତ ସମୟ ବ୍ରାହ୍ମଣ, ମନ୍ଦିରେ ପହଞ୍ଚି ଯେ ସନ। ନୟନେ ଦେଖିଲା ବ୍ରାହ୍ମଣ, ପବିତ୍ର ହେଲା ତା ନୟନ। ପ୍ରଣାମ କଲା ଭକ୍ତି ଭରେ, କି ଭାଗ୍ୟ ଜୁଟିଲା ସେଠାରେ। ମନରେ ଭାବ ତାର ହେଲା, କି ଭାଗ୍ୟ ଆଜି ଦିଶୁଥିଲା। ଭାଗ୍ୟରେ ଥିଲେ ସିନା ଫଳ, ଦିଅନ୍ତି ଜଗତ ଈଶ୍ୱର। ଏମନ୍ତ ଭାବୁଛି ବ୍ରାହ୍ମଣ, ପାର୍ବତୀ କଲେ ଯେ ପ୍ରସନ୍ନ। ଆହ ବ୍ରାହ୍ମଣ କୁହ ମନେ, ଖେଳରେ ହାରିବ କେଶତେ। ବ୍ରାହ୍ମଣ ହୋଇ ଗଦ ଗଦ, କହିଲା ନିଶ୍ଚେ ମହାଦେବ। ଜିତିବେ ପଶାରେ ନିଶ୍ଚୟ, ଏକଥା ଅଟଇ ସତର। ସତକୁ ସତ ପଞ୍ଚାନନ, ଖେଳରେ ହେଲେ ଜିତା ଜାଣ। ପାର୍ବତୀ ହୋଇ ଅପମାନ, କହିଲେ ଶୁଣ ରେ ବ୍ରାହ୍ମଣ। ମୋହର ହାରିବାର କଥା, କହିଲ ନହିଲା ଅନ୍ୟଥା। ତୋ କଥା ସତ୍ୟ ଯେ ହୋଇଲା, ସତ୍ୟ ଯେ ବହୁତ ବାଧିଲା। ତେଣୁ ଭୋଗ ମୋ ଅଭିଶାପ,
ତୁଷ୍ଟରେ ହୋଇ ଭୂତନାଶ। ଏମନ୍ତ ଅଭିଶାପ ଦେଇ ପାର୍ବତୀ ସଙ୍ଗେ ଉମା ସାଇଁ ଚଳିଲେ କୈଳାସ ପର୍ବତେ। ଏମନ୍ତେ କେତେ ଦିନ ଅନ୍ତେ କୁଷ୍ଠ ଯେ ବ୍ୟାପିଲା ଶରୀର, ବ୍ରାହ୍ମଣ ହୋଇଲା ଅଧୀର। ଶରୀର ରୋଗରେ ଯନ୍ତ୍ରଣା, ବ୍ରାହ୍ମଣେ ହୋଇଲା ଜେବଣା। ଏମନ୍ତ ଭୀଷଣ ଭବଇ କଷ୍ଟ ଯେ ସହି ନ ପାରଇ, ଦିନକୁ ଦିନ ଯାଏ ବିତି ବ୍ରାହ୍ମଣ କଷ୍ଟ ପାଉଥାନ୍ତି। ଦିବାଲୋକକୁ ଅପସରି ଆସିଲେ ଶିବ ପୂଜା କରି, ବ୍ରାହ୍ମଣ ବସିଛି ମନ୍ଦିରେ ନୟନ ଲୋତକ ଯେ ଝରେ। ଅପସରି ହୋଇଲା ବିସ୍ମୟ, ଏକି ହୋଇଗଲା ଦ୍ୱିଜବର। ଦ୍ୱିଜ ଯେ କହଇ ଦୁଃଖରେ ଆସିଲେ ପାର୍ବତୀ ଈଶ୍ୱରେ। ଆନନ୍ଦେ ଖେଳିଲେ ଯେ ପାଳି ପଚାରେ ଶିବଙ୍କ ଘରଣୀ, କହିବୁ ବ୍ରାହ୍ମଣ ଯେ ତୁହି ଖେଳରେ କିଏ ଜିତିବଇଁ। ମୁହିଁ ଯେ ଛନ୍ଦ ଜାଣେ ନାହିଁ, କହିଲି ମନ୍ଦ ମନ୍ଦ ହୋଇ। ଜିତିବେ ନିଶ୍ଚେ ପଞ୍ଚାନନ, ପୁଛିଲେ ଯଦି ମାତ ଶୁଣ। ସବୁକୁ ଘଟିଲାଟି ତାହା, ମାତାଙ୍କ ଅଭିଶାପ ଏହା। କର୍ମ କଷଣେ ସହୁଅଛି, ଭୋଗ ଯେ ଧୀରେ ବଢ଼ୁଅଛି। ଏଥକୁ ନାହିଁ ଯେ ଉପାୟ, ମରିବି ରୋଗେ ଯେ ନିଶ୍ଚୟ। ଏକଥା ଶୁଣି ଅପସରି କହନ୍ତି ଶୁଣ ଆଗୁସାରି। ମୋହର କଥା ମାନ ତୁହି ଶିବଙ୍କ ଉପାସନା ପାଇଁ। 16 ସୋମବାର ବ୍ରତ, ଏ ବ୍ରତ କର ତୁ ନିଶ୍ଚିନ୍ତ। ଆରୋଗ୍ୟ ହୋଇବ ଶରୀର, ଦୟା ଯେ କରିବେ ଈଶ୍ୱର। ବ୍ରତର ପୂଜା ବିଧିମାନ, ଅପ୍ସରୀ ଠାରୁ ଯେ ବ୍ରାହ୍ମଣ। ଶୁଣିଣ ବିଧି ମତେ କଲା, କୁଷ୍ଠ ରୋଗରୁ ମୁକ୍ତ ହେଲା। ପବିତ୍ର ଶୁଦ୍ଧ ବସ୍ତ୍ର ଜାଣ, ପିନ୍ଧିବ ବ୍ରତ କଲା ଦିନ। ଆଣିବ ଅଟା ଯେ ଗହମ, କରିବ 3 ଭାଗ ଜାଣ। ଘୃତ ଶର୍କରା ଘେନି କରି, ନୈବେଦ୍ୟ କରିବ ତିଆରି। ଚନ୍ଦନ ଅକ୍ଷତ ପୁଷ୍ପାଦି, ଦୀପ ଜଳା ଯେ ଅଟେ ବିଧି। ପ୍ରଦୋଷ କାଳେ ଭଗବାନ, ଈଶ୍ୱର ପୂଜାର ବିଧାନ। ନୈବେଦ୍ୟ ଦେଇ ପଞ୍ଚାନନ, ପୂଜାର ଶେଷରେ ବାଣ୍ଟିଣ। ସେଠରେ ଥିଲେ ଯେତେ ଜନ, ପ୍ରସାଦ ଦେବ ହୋ ବାଣ୍ଟିଣ। ତାପରେ ପ୍ରସାଦ ପାଇବ, ଓମ୍ ନମ ଶିବାୟ କହିବ। ଏମନ୍ତ 16 ସୋମବାର, ଏମନ୍ତ ବ୍ରତ ଯେ ଭିଆଣ। ଶ୍ରଦ୍ଧାରେ କରିଲେ ବିଧାନ, ଶରୀର ରୋଗ ଦୂର ଜାଣ। ଏକଥା କହି ଅପସରି ଫେରିଲେ ଶିବ ପୂଜା ସାରି। ବ୍ରାହ୍ମଣ ମାନିଲା ସତତ, କରିଲା 16 ସୋମବ୍ରତ। ଶରୀର ରୋଗ ଶୂନ୍ୟ ହେଲା, ବ୍ରାହ୍ମଣ ଆନନ୍ଦେ ରହିଲା। ଏମନ୍ତ ସମୟ ଶ୍ରୀହର, ଆସିଲେ ପୁନଶ୍ଚ ମନ୍ଦିର। ସାଥିରେ ପ୍ରାଣ ପ୍ରିୟା ଉମା, ଶୁଣନ୍ତୁ ତାହାଙ୍କ ମହିମା। ମନ୍ଦିରେ ପ୍ରବେଶିଲେ ଯାଇ, ଦେଖିଲେ ବ୍ରାହ୍ମଣ ଗୋସାଇଁ। ଆଶ୍ଚର୍ଯ୍ୟ ପାର୍ବତୀ ହୋଇଲେ, ବ୍ରାହ୍ମଣ କୁଷ୍ଠ ଶୂନ୍ୟ ଭଲେ। ପୁଛିଲେ କିସ ହେ ଗୋସାଇଁ, ମଶାପ ପାଳିଲା ତ ନାହିଁ। କାହାର ବର ଯେ ପାଇଲ, କୁଷ୍ଠ ରୋଗରୁ ମୁକ୍ତ ହେଲ। ବ୍ରାହ୍ମଣ କରିଲେ ପ୍ରଣାମ, କହିଲେ ମାତ ତୁମ୍ଭେ ଶୁଣ। କରିଲେ 16 ସୋମବ୍ରତ, ଈଶ୍ୱର ହୋଇଲେ ଯେ ତୁଷ୍ଟ। 16 ସୋମବାର ଜାଣ, କରିଲେ ରୋଗ ହୁଏ ଶୂନ୍ୟ। ଶିବଙ୍କ ମହିମା କୀର୍ତ୍ତନ, ପାଇବ ଅମୋଘ ବଚନ। ପାର୍ବତୀ ଶୁଣି ଆନନ୍ଦିତ, 16 ସୋମବାର ବ୍ରତ। ମେଳା ଯେ ଦେଖା ଶୁଣା ନାହିଁ, କରିଲ ତୁମ୍ଭେ ହୋ ଗୋସାଇଁ। ଶିବଙ୍କ ଇଚ୍ଛାରେ ବ୍ରାହ୍ମଣ, କରିଛ ବ୍ରତର ଭିଆଣ। ପାର୍ବତୀ ବୋଲନ୍ତି ବଚନ, କେମନ୍ତ ବ୍ରତର ବିଧାନ। ବ୍ରାହ୍ମଣ ବୋଲେ କର ଯୋଡ଼ି, କରିବ ଏ ବ୍ରତକୁ ଧରି। ନିଷ୍ଠାରେ କରିବ ଏ ବ୍ରତ, 16 ସୋମବାର ନିଶ୍ଚିତ। ପୂଜାର ପୂର୍ବ ଦିନଠାର, ରହିବ ନିଶ୍ଚୟ ନିଷ୍ଠାର। ପରଦିନ ସେ ସୋମବାର, କରିବ ଏ ବ୍ରତ ସାର। ଗହମ ଅଟା ଯେ କରିବ, ତାହାକୁ 3 ଭାଗ କରିବ। ଘୃତ ଶର୍କରା ଯେ ମିଶାଇ, କରିବ 3 ଭାଗ ନେଇ। ଚନ୍ଦନ ଅକ୍ଷତ ଆହୁତି, ବିଲ୍ୱପତ୍ର ଓ ପୁଷ୍ପ ଧରି। ସ୍ନାନକୁ କରାଇ ଯତନେ, ପୂଜିବ ଈଶ୍ୱର ବିଧାନେ। 3ଟି ଗହମର ଗୁଳା, ସେଥିରୁ 2 ଗୋଟି ଭଲା। ବ୍ରତର ପାର୍ଶ୍ୱେ ଯେ ହୁଥିବେ, ଭୋଗକୁ ବ୍ରାହ୍ମଣ ଯେ ଦେବେ। ଆଉ ଯାହା ରହିଲା ପାତ୍ରେ, ତାହାକୁ ପାଇବ ଯେ ବ୍ରତେ। ମନରେ ଯାହା ମନାସିବ, ନିଶ୍ଚୟ ଫଳ ତା ପାଇବ। ଯେତେ ଯେ ହେବ ରୋଗ ଜାଣ, ଏଠାରେ ଭକ୍ତ ଅଛି ଜାଣ। ଧନ ଜନ ଯେ ମାଡ଼ି ଯାଇ, ଏହାକୁ ଫଳ ବ୍ରତ କହି। ଫଳ ଯେ ନିଶ୍ଚୟ ଫଳିବ,
ଏମନ୍ତ ବିଧାନ କରିବ। ଶେଷ ଯେ ସୋମବାର ହେବ, ଏ ସୋମ ସତରେ ପଡ଼ିବ। 17 ସୋମବାର ଜାଣ, 5 ସରରେ ଅଟାଣ। ଘୃତ ଶର୍କରା ମିଶାଇଣ, ଚୁରୁମା 3 ଭାଗ ଜାଣ। ପ୍ରସ୍ତୁତ କରିବ ଭକ୍ତିରେ, ଏକକ ଭାଗ ଯେ ଈଶ୍ୱରେ। ଅନ୍ୟ ଯେ 2 ଭାଗ ଜାଣ, ଭକ୍ତଙ୍କୁ ଦେବଟି ବାଣ୍ଟିଣ। ଏମନ୍ତ 16 ସୋମବାର, ପୂଜିବ ଭୋଳା ମହେଶ୍ୱର। ବ୍ରାହ୍ମଣ ଠାରୁ ଶୁଣିବାଣି, ପୁଛନ୍ତି ଦକ୍ଷଙ୍କ ଦୁଲ୍ହଣୀ। ବ୍ରତ ଯେ କରିବା କାରଣ, ଭାବନ୍ତି ପାର୍ବତୀ ଯେ ଜାଣ। ତାହାଙ୍କ ଠାରେ ରୁଷ୍ଟ ହେଇ, କାର୍ତ୍ତିକ ମାତାଙ୍କୁ ପୂଜଇ। ଏମନ୍ତ ରହସ୍ୟ କାରଣ, କରିଲେ ପାର୍ବତୀ ଜାଣ। କାର୍ତ୍ତିକେୟ ଯେ ଏହା ଜାଣି, ପୁଛନ୍ତି ମାତା ମାହେଶ୍ୱରୀ। କହିବ ଏହାର କାରଣ, 16 ସୋମ ବ୍ରତ ଜାଣ। ପାର୍ବତୀ କହନ୍ତି କୁମର, ଆକର୍ଷିତ ମନ ମୋହର। ତୁମ୍ଭକୁ ଆକର୍ଷି ଆଣଇ, ତୁମ୍ଭର ପୂଜା ପାଇ ମୁଇଁ। 16 ସୋମ ବ୍ରତ ଜାଣ, କରିଲେ ଫଳ ହୁଏ ଜାଣ। କାର୍ତ୍ତିକ ଏମନ୍ତ ଜାଣିଲେ, ଏକଥା ବ୍ରାହ୍ମଣେ କହିଲେ। ହେ ବନ୍ଧୁ ଶୁଣ ମୋ ବଚନ, କର ତୁ 16 ବ୍ରତ ଜାଣ। ତ୍ରିଦେଶେ ସୁଫଳ ପାଇବ, ଅଶେଷ କୀର୍ତ୍ତି ଅରଜିବ। ମିତ୍ର ବ୍ରାହ୍ମଣ ଏହା ଶୁଣି, ମନର ମଧ୍ୟେ ଉଷାଗୁଣି। ବାହାରି ଗଲା ଯେ ବିଦେଶ, ଶୁଣିଲା ନିକଟର ଦେଶ। ଅଛନ୍ତି ଯେ ରାଜେ ରାଜନ, ତାହାଙ୍କ ଏକ କନ୍ୟା ଜାଣ। ତାହାଙ୍କ ସ୍ୱୟଂବର ହୁଏ, ଆସନ୍ତି ବହୁ ରାଜା ପଏ। ଇଚ୍ଛା କେ କଲା କି ବ୍ରାହ୍ମଣ, ସ୍ୱୟଂବରକୁ ଦେଖ ଜାଣ। ଗଲା ଯେ ରାଜ ସଭା ସେହି, ଏକକେ କଳେ ବସିଥାଇ। ହୋଇଲା ସ୍ୱୟଂବର ସଭା, ହୋଇଲେ ରାଜ କନ୍ୟା ଉଭା। ବରଣମାଳା ଧରି କରେ, ସଭାରେ ପହଞ୍ଚି ସତରେ। ବ୍ରାହ୍ମଣ କଣ୍ଠରେ ବରଣ, ମାଳାକୁ ଦେଲା ଯେ ଯତନ। ରାଜା ଯେ ସନ୍ତୋଷ ହୋଇଲେ, ତାହାକୁ କନ୍ୟା ସମର୍ପିଲେ। ଆନନ୍ଦ ବିଦାୟ କରିଲେ, ଅନେକ ଧନ ରତ୍ନ ଦେଲେ। ଆନନ୍ଦେ ଫେରିଲେ ସଦନ, ସମୟ କାଟିଲେ ଯତନ। ଏମନ୍ତ ଗଲା କେତେ ଦିନ, କୁମାରୀ ପୁଛନ୍ତି ପ୍ରସନ୍ନ। ହେ ପ୍ରାଣନାଥ କୁହ ବାରେ, କଥାଏ ପଚାରେ ସତରେ। କି ପୁଣ୍ୟ କରିଥିଲା ସତେ, ହସ୍ତିନୀ ପ୍ରାପ୍ତି ହେଲା ସତେ। ରାଜକୁମାର କେତେ ଥିଲେ, ତୁମକୁ ବରିପତି ତୁଲେ। ଆସିଲି କୂଳ ବହୁ ହୋଇ, କି ପ୍ରଭାବ ଥିଲା ମଠାଇ। ବ୍ରାହ୍ମଣ ପୁତ୍ର ଯେ ବୋଲଇ, ଶୁଣ ମୋ ପ୍ରାଣ ପ୍ରିୟା ସହି। ମିତ୍ର ମୋ କାର୍ତ୍ତିକେୟ ଜାଣ, ପିତା ଅଟନ୍ତି ପଞ୍ଚାନନ। ମାତା ଯେ ପାର୍ବତୀ ଅଟନ୍ତି, ତାହାଙ୍କ କରୁଣା ମୋ ପ୍ରତି। ଲଭିଲି ତୁମ୍ଭର ହୃଦୟ, ଭାଗ୍ୟକୁ ଜିଣିଛି ନିଶ୍ଚୟ। କାର୍ତ୍ତିକ କହିଥିଲେ ମତେ, 16 ସୋମବାର ବ୍ରତେ। ମନକୁ ଏକ ଲୟ କରି, ପୂଜିଲି ଶଙ୍କର ଗୌରୀ। ଲଭିଲି ରାଜାଙ୍କ ନନ୍ଦିନୀ, କଳି ଯୁଗରେ ଏହା ଜାଣି। ପୂଜାର ବିଧାନ ଶୁଣିଣ, ହସ୍ତିନୀ କୁହନ୍ତି ଏସନ। 16 ସୋମବାର ବ୍ରତ, କରିବି ମୁହିଁ ନିଶ୍ଚିନ୍ତ। ବହୁ ପୁତ୍ର ଯେ ହେବ ମୋର, ହସ୍ତିନୀ କରନ୍ତି ବିଚାର। ତେଣୁ କରିବେ ବ୍ରତ ସେହି, 16 ସୋମ ବ୍ରତ ଏହି। ଜାଣିଲେ ଯେ ରାଜକୁମାରୀ, କରିବ ସୋମ ବ୍ରତ ବୋଲି। ପ୍ରସନ୍ନ ହୋଇଲେ ଈଶ୍ୱର, ତାକଳେ ଦେଲେ କୁମର। ଏମନ୍ତ କୁମାର ଯେ ଜାଣ, କ୍ରମଶ ହୋଇଲା ବିଦ୍ୱାନ। ପୁଛିଲା ମା ଆଗେ ତାର, ଶୁଣଲ ଜନନୀ ମୋହର। ତୋହର 16 ସୋମ ବ୍ରତ, ବିଦ୍ୱାନ କରିବା ମତେ ତ। କହ ଗୋ ପ୍ରିୟା ମାତା ମୋର, 16 ବ୍ରତ ସୋମବାର। କରିବି ରାଜ୍ୟ ଅଧିକାର, କିପରି ବ୍ରତ ହେବ ତାର। ପୂରଣ କରିବି ମୁଁ ବ୍ରତ, ଏହା ମୋ ହୃଦୟ ଉଦିତ। ଏମନ୍ତ କହନ୍ତେ କୁମର, ହସ୍ତିନୀ କହନ୍ତି ଏଥର। ଶୁଣରେ ମୋହର ନନ୍ଦନ, 16 ସୋମବାର ଜାଣ। କରିଲେ ଜାଣ ତୋର ପିତା, ଜିଣିଲେ ରାଜ କନ୍ୟା ମାତା। ତେଣୁ ତୁ 16 ସୋମବାର, କର ତୁ ଆପଣା ଭକ୍ତିର। ପାଇବୁ ଅନେକଟି ଫଳ, ଏହା ମୁଁ ଜାଣିଛି ସତର। ବ୍ରାହ୍ମଣ ପତ୍ନୀ ଯେ ହସ୍ତିନୀ, କହନ୍ତି ପୁତ୍ର ମନ ଜାଣି। ବ୍ରାହ୍ମଣ ପୁତ୍ର ଏବେ ଜାଣ, କରିଲା ବ୍ରତର ବିଧାନ। ଏମନ୍ତ ସମୟ ରାଜନ, କରିଲା ଦୁବକୁ ପ୍ରେରଣ। ବୃଦ୍ଧ ମୁଁ ହୋଇଲି ଜାଣ, ମୋ କୋଳେ ନାହିଁ ଯେ ସନ୍ତାନ। ବସିବ ସିଂହାସନେ ମୋର, ପାଳିବ ରାଜ୍ୟକୁ ମୋହର। ମୋର କନ୍ୟାକୁ ବିଭା ଦେବି, ରାଜ୍ୟରେ ରାଜା କରାଇବି। ଯା ତୁ ବାବୁ ଦୂତ ମୋର, ରାସ୍ତାର ପ୍ରଥମ ଦେଖାର। ଯାହାକୁ ପାଇ ବୁଟି ବାବୁ,
ମୋ ପାଖେ ଆଗେ ଭେଟାଇବୁ। ସେ ହେବ ମୋହର ରାଜନ, ପାଳିବ ମୋ ଦେଶ ଜୀବନ। ଏସନ କାଳେ ଦୂତ ଯାଏ, ପଥକେ ବ୍ରାହ୍ମଣକୁ ପାଏ। ଆଣିଲା ତାହାକୁ ଯେ ଧରି, ରାଜ୍ୟରେ ପଡ଼ିଗଲା ହୁରି। ନୂଆ ରାଜା ଆସିଲେହି, କାଲି ଯେ ସିଂହାସନ ନେଇ। କରିବ ପ୍ରଜାଙ୍କୁ ଶାସନ, ଜାମାତା ହେବ ଏ ବ୍ରାହ୍ମଣ। ବ୍ରାହ୍ମଣେ ପୁତ୍ରେ କରି ବିଭା, ଦେବଲୋକ ଯେ ଗଲେ ରାଜା। ରାଜର ହୋଇଣ ରାଜନ, କରିଲା ବ୍ରତ ରାଜେ ଜାଣ। 16 ସୋମବାର ବ୍ରତ, ରାଜ୍ୟରେ ପାଳିଲେ ସତତ। ସୁଖରେ ରହିଲା ବ୍ରାହ୍ମଣ, ଓಂ ନମ ଶିବାୟ କହିଣ। ରାଜା ଯେ ହୋଇଛି ବ୍ରାହ୍ମଣ, ରାତ୍ରରେ କରିଛି ଶୟନ। ଶୂନ୍ୟରୁ ବାଣୀ ଯେ ହୋଇଲା, ଶୁଣିଣ ଆଚମ୍ବିତ ହେଲା। ସ୍ୱପ୍ନରେ କୁହନ୍ତି ଈଶ୍ୱର, ଏ ସ୍ତ୍ରୀ ନୁହଁ ତୋହର। ଏ ଯେ କରିବ ସର୍ବନାଶ, ଅକାଳେ ହେବ ତୋର ନାଶ। ତାହାକୁ ବିଦା କରିଦିଅ, ନହିଲେ ହୋଇବ ନ୍ୟାୟ। କରିବ ତୋର ସର୍ବନାଶ, ଜୀବନେ ବହୁ ତୋର ଦୁଃଖ। ଶୁଣିଣ ବ୍ରାହ୍ମଣ କୁମର, ମନରେ କରିଲା ବିଚାର। ଯାହାର ହାତ ଧରି ମୁହିଁ, ଏରା ଯେ ହେଲି ନରସାଇଁ। ବିଚାରେ ରାଜ୍ୟ ତାହାର, କପାଳେ ଥିଲାଟି ମୋହର। ଏହାକୁ କରିବ ଇନ୍ଦୁର, ଏହା କି ରାଜାଙ୍କ ବିଚାର। ଏପରି ଅନେକ ବିଚାରୀ, ବ୍ରାହ୍ମଣ ସଭା କେ ହକାରୀ। ବସାଇ ସଭା ସଦବର୍ଗ, ପ୍ରକାଶୀ ମନରେ ଆବେଗ। କହିଲେ ମନ୍ତ୍ରୀ ମୁଖ ଚାହିଁ, ଏବେ ମୁଁ କିସ କରିବଇଁ। ମନ୍ତ୍ରୀ ଯେ ହେଲେ ଯେମିମର୍ଷ, ଧର୍ମ କି ଛାଡ଼ି ଗଲା ଦେଶ। କନ୍ୟାର ସ୍ୱୟଂବର ପାଇଁ, ଖୋଜା ପଡ଼ିଲା ଯୁବ ସାଇଁ। ଯୋଗକୁ ଆପଣେ ଆସିଲେ, କନ୍ୟାକୁ ବିବାହ କରିଲେ। କନ୍ୟା ଯୋଗରୁ ହେଲେ ରାଜା, ସେ କନ୍ୟା ଆଜି ନେବ ସଜା। ରାଜ୍ୟରୁ ବାହାରି ନ ଯିବ, ଏକଥା ଅନ୍ୟାୟ ହୋଇବ। ଆମେ ତ ବିଚାର ପୁରୁଷ, ମୂର୍ଖ ଅଛନ୍ତି ଏ ଦେଶ। ଗୋଟି ଯେ ଗୋଟି କରି କରି, ମୂର୍ଖେ ବିଚାରେ ପଚାରି। ମୂର୍ଖ ପଣେ ସେ କହିବେ, ଆପଣ ଅନ୍ୟାୟ କରିବେ। ଏମନ୍ତେ ଗଲା 7 ଦିନ, ବିଚାର କଲା ଯେ ବ୍ରାହ୍ମଣ। ତେଜିଲା ରାଣୀଙ୍କୁ ତାହାର, ଦୁଃଖ ଯେ ପଡ଼ିଲା ରାଜ୍ୟର। ରାଜା ଯେ କାନ୍ଦେ କଇଁ କଇଁ, ଏବେ ହୋ ଭାଗ୍ୟେ ଦୁଃଖ ବହି। ବଞ୍ଚିବି ଦୁଃଖରେ ରାଜ୍ୟରେ, ମରିବି ରାଣୀଙ୍କ ଚିନ୍ତାରେ। ଏମନ୍ତ ସମୟରେ ରାଣୀ, ଚାଲନ୍ତି ଅଗନା ଅଗନି। ବନସ୍ତ ପାରି ହେବା ପରେ, ପହଞ୍ଚେ କଇ ରାଜ୍ୟରେ। ରାସ୍ତାରେ ଚାଲନ୍ତି କୁମାରୀ, କ୍ଷୁଧାରେ ଆତୁର ଯେ ଭାରି। ବହୁତ ତୃଷା ଯେ ହୋଇଲା, ଚାଲିଣ ପଥ ଯେ ବାଧିଲା। ଶରୀର ଥର ଥର ହୁଏ, ଚାଲନ୍ତି ରୋଗୀଙ୍କ ପରାଏ। ନଗର ଏକ ଯେ ହେଲାଣି, ସେଠାରେ ପହଞ୍ଚି ଦୁଲଣୀ। ଦେଖିଲା ବୁଢ଼ୀ ଏକ ଯାଏ, ମୁଣ୍ଡରେ ବୋଝ ଏକ ଥାଏ। ରାଣୀଙ୍କର କରୁଣା ଦଶା, ଦେଖିଣ ବୁଢ଼ୀ କଲା ହିଂସା। କିଏ ସେ ଅଧ ମତବର, କରିଲା ଏମନ୍ତ ବେକାର। ରାଣୀ କହନ୍ତି ଶୁଣ ମା, ସ୍ୱାମୀଙ୍କୁ ନ କୁହନ୍ତି ତାହା। ଈଶ୍ୱର ସ୍ୱପ୍ନେ ଯେ କହିଲେ, ଦୁଃଖ ଯେ ମୋତେ ଦିଆଇଲେ। ଭାଗ୍ୟରେ ଦୁଃଖ ମୋର ଥିଲା, ବିଧବା ପାଷାଣ ହୋଇଲା। ଏବେ ମୁଁ କି କହିବି ମା, ମୋତେ ତୁ ଆଜି ଦିଅ ସାହା। ବୃଦ୍ଧାଏ ରାଣୀ ଦୁଃଖ ଜାଣି, କହଇ ଅମୃତର ବାଣୀ। ଚାଲ ମୋ ପାଖରେ ରହିବୁ, ସୂତାକୁ ହାଟରେ ବିକିବୁ। ଏମନ୍ତ ସେ ବୃଦ୍ଧା କହଇ, ସୂତା ଗଣ୍ଠିଲି ମୁଣ୍ଡେ ଦେଇ। କହଇ ଚାଲ ଯେ ହାଟକୁ, ସେଠାରେ ବିକିବା ସୂତାକୁ। ଚାଲନ୍ତି ତର ତର ହୋଇ, ସୂତା ଗଣ୍ଠିଲି ମୁଣ୍ଡେ ଥୋଇ। ଆସିଲା ଝଡ଼ ଏକ ବହି, ଗଣ୍ଠିଲି ସହ ରାଣୀ ନେଇ। ପକାଇ ଅନେକ ଦୂରରେ, ରାଣୀଟି ଭାବନ୍ତି ମନରେ। କା ଘରେ ମୁଁ ଆଜ ରହିବି, କଷ୍ଟକେ ରାତି ବିତାଇବି। ଯୋଗକୁ ଗଲା ପେଲି ଘର, କହିଲା ସମସ୍ତ ପ୍ରକାର। 16 ସୋମବାର ବ୍ରତ, କରିଲେ ମୋର ସ୍ୱାମୀ ଶ୍ଵେତ। ଶିବଙ୍କ କରୁଣା ନ ହେଲା, ରାଜା ଯେ ମୋତେ ଛାଡ଼ିଦେଲା। ଆଜ ମୋ ପଡ଼ି ଅଛି ଦୁଃଖ, କରୁଣା କରି ମୋତେ ରଖ। ଏକଥା ତେଲି ଯେ ଜାଣିଲା, ରାଣୀଙ୍କୁ ଘରୁ ତଡ଼ିଦେଲା। ଦୁଃଖରେ ପଥ ଶ୍ରମ ହୋଇ, ଗଲା ପଥରେ ଯେ କାନ୍ଦଇ। ଏବେ ମୁଁ କରିବଇଁ କିସ, ଦୁଃଖ ଯେ ପଡ଼ିଲା ଅଶେଷ। ପଡ଼ିଲା ଜଳର ପୋଖରୀ, ତୃଷାରେ ସେ ରାଜକୁମାରୀ। ଜଳ ପିଇବା ପାଇଁ ଗଲେ, ପୋଖରୀ ଠାରେ ଉଭା ହେଲେ। ତାହାଙ୍କୁ ପୋଖରୀ ଦେଖନ୍ତେ, ନିମେଷେ ପୋଖରୀ ଶୁଖନ୍ତେ। ତାପରେ ଚାଲନ୍ତି କୁମାରୀ, ବନରଣ୍ୟ ହୋଇପାରି। ପଡ଼ିଲା ଅନ୍ୟ ଏକ ପୋଖରୀ, ଶୁଦ୍ଧ ଜଳ ଯେ ଥିଲା ଭରି। ପିଇଲା ଉଦର ପୁରାଇ, ବିଶ୍ରାମ ନେଲା ବୃକ୍ଷ ଛାଇ।
ସେ ବୃକ୍ଷ ମୂଳରେ ବସିଲା। ବସିବା ମାଟି ଯେ ଖସିଲା, ହୋଇନ ଗଲା ଏକ ଗର୍ତ୍ତ। ରାଣୀ ଯେ ହୋଇଲେ ଚିନ୍ତିତ, ଏବେ ମୁଁ କରିବଇଁ କିସ? ଏସବୁ ମୋର ଭାଗ୍ୟ ଦୋଷ। ତହୁଁ ସେ କାନ୍ଦ ବିକଳେ, ଅରଣ୍ୟ ମଧ୍ୟରେ ଆଗେ ଚଳେ। ଚାଲନ୍ତେ ପଡ଼ିଲା ମନ୍ଦିର, ମନ୍ଦିର ପୂଜକ ଦେଖିଲା। ଭାବିଲା ଏହି ଯେ ମହିଳା, ନିଶ୍ଚୟ ଉଚ୍ଚ କୂଳ ପିଲା। ମୁଖମଣ୍ଡଳ କହେ ତାର, ନିଶ୍ଚୟ ବହୁ ବଡ଼ ଘର। ଏପର ପୂଜାରୀ ବୁଝିଲା, ରାଣୀଙ୍କ ପାଖକୁ ସେ ଗଲା। କହିଲା ଦେଖ ହୋ ଜନନୀ, ମୁତୁମ୍ଭ ପୁତ୍ର ତୁଲ୍ୟମଣି। ମୋହର ଆଶ୍ରମେ ରହିବ, କିଛି ହିଁ ଦୁଃଖ ନ ପାଇବ। ବ୍ରାହ୍ମଣ ଠାରୁ ଶୁଣିବାଣୀ, ଧୈର୍ଯ୍ୟ ଧରିଲେ ଯେ ରାଣୀ। ସେଦିନୁ ଆଶ୍ରମେ ରହିଲେ, ଗୋସେଇଁ ସମସ୍ତ ବୁଝିଲେ। ଏମନ୍ତ ହୋଇଲା ଯେ ଦିନ, ରାଣୀ ଯେ କହନ୍ତି ରନ୍ଧନ। ରନ୍ଧନ ଦ୍ରବ୍ୟ ଯେ ପଡ଼ିଲା, ଅଦ୍ଭୁତ ବେଙ୍ଗୁଲିର ପିଲା। ବେଙ୍ଗୁଲି ମରି ଗଲା ପଡ଼ି, ରାଣୀ ଯେ କାନ୍ଦେ ମୁଣ୍ଡ ପୋଡ଼ି। ବ୍ରାହ୍ମଣ ଏମନ୍ତ ସମୟେ ପହଞ୍ଚି ଗଲେ ଯେ ଆଶ୍ରମେ। କହିଲେ ଶୁଣ ଆଗମାତ, ଜାଣିଲି ଦେବ ଉତ୍ପାତ। କୌଣସି କୋପ ଦେବତାର, ଭୋଗୁଛ ଏମନ୍ତ ପ୍ରକାର। ମନ୍ଦିରେ ବ୍ରାହ୍ମଣ ଚାଲିଲେ, ଶିବଙ୍କୁ ବହୁ ସ୍ତୁତି କଲେ। ଶିବ ଯେ କହିଲେ ଯେ କାଳେ, 16 ସୋମ ବ୍ରତ ତୁଲେ। ଏମନ୍ତ ଓଷା କରୁ ସେହି, ଦୁଃଖ ଯେ ଯିବ ତା ଉଭେଇ। ଗୋସେଇଁ କହିଲେ ବିଧାନ, 16 ସୋମ ବ୍ରତ ଜାଣ। 17 ସୋମବାର ଦିନ, ରାଜା ଯେ ଦେଖିଲେ ସପନ। ସୈନ୍ୟ ସାମନ୍ତ ରାଥେ ମେଳି, ରାଜନ ଆସିଲେ କଚଳି। ଖୋଜିଣ ପହଞ୍ଚି ଆଶ୍ରମେ, ପରିଚୟ ଦେଲେ ସେ ଉତ୍ତମେ। ମୋର ଭାରି ଯାଏ ହୁ ଜାଣ, ଶିବଙ୍କ ତୁଷ୍ଟ ପଶୁ ଜାଣ। ଏମନ୍ତ ହୋଇଲା ଦୁର୍ଦ୍ଦଶା, କଟିଲା ଏବେ ତାଙ୍କ ଯଶା। ଗୋସେଇଁ ହୋଇଲେ ଆନନ୍ଦ, କହିଲେ ନାହିଁଟି ପ୍ରମାଦ। ତୋର ବୋହୂ ଯେ ଯାଉ ଘର, କରିବ 16 ସୋମବାର। ଘମିଲେ ରାଜା ରାଣୀ ଜାଣ, ସଙ୍ଗତେ ଶତ ଶତ ସୈନ୍ୟ। ଆନନ୍ଦେ କମ୍ପିଲା ନଅର, ପ୍ରଚାରେ 16 ସୋମବାର। ବିଧିରେ ପୂଜିଲେ ଈଶ୍ୱର, ଭୋଗ ନୈବେଦ୍ୟର ବିଚାର। ବିଧିରେ ଅନୁଯାୟୀ ହେଲା, 16 ସୋମ ବ୍ରତ କଲା। ଆନନ୍ଦେ ହରି ବୋଲ ଦେଲେ, ନିଜ ମନ୍ଦିରେ ବାହୁଡ଼ିଲେ। ଏମନ୍ତ ବ୍ରତ ସମାପନ, ଶରଣ ମାଗୁଛି ବିପିନ। ସୌମ୍ୟ ପ୍ରଦୋଷ ବ୍ରତ କଥା ଶୁଣନ୍ତୁ ସାଧୁ ଜନ ମୋର, ଏଥୁ ନତେ ବ୍ରତ ସାର। ସୌମ୍ୟ ପ୍ରଦୋଷ ବ୍ରତ କଥା, କଲେ ଜୀବନ ଯାଏ ବ୍ୟଥା। ପ୍ରାଚୀନ କାଳର କାହାଣୀ, ଥିଲା ଯେ ଦେଶ ଏକ ଜାଣି। ସେ ଦେଶେ ଏକ ବ୍ରାହ୍ମଣ, ଭିକ୍ଷା କରିଣ କାଟେ ଦିନ। ଏମନ୍ତେ ଦୁଃଖ ସୁଖେ ଥାଇ, ଭାଗ୍ୟକୁ ଦୁଃଖ ଆସେ ବହି। ମୃତ ଯେ ହୋଇଲା ବ୍ରାହ୍ମଣ, ବ୍ରାହ୍ମଣୀ କରିଲା ରୋଦନ। ସାଥିରେ ଥିଲା ପୁତ୍ର ତାର, ମୁଖକୁ ଚାହିଁ ବ୍ୟଥା ତୁର। କାନ୍ଦଇ କଇଁ କଇଁ ହୋଇ, ଭାଗ୍ୟ ଯେ ଦୁଃଖ ଦେଲା ବିହି। ଉପାୟ ନ ପାଇ ବ୍ରାହ୍ମଣୀ, ଭିକ୍ଷା ଯେ କଲା ନୀତି ପୁଣି। ପ୍ରୀତ ଯେ ହୋଇଲେ ବ୍ରାହ୍ମଣୀ, ସଙ୍ଗାତ ପୁତ୍ର ସେ ହୁବେନି। ଗ୍ରାମକୁ ଗ୍ରାମ ବୁଲେ ଯାଇ, ଯାହା ସେ ଭିକ୍ଷା କରିଥାଇ। କାନ୍ଧରେ ପକାଇ ବ୍ରାହ୍ମଣୀ, ଫେରୋଇ ନିତ୍ୟ ପ୍ରତିଘେନି। ସୁଖ ଦୁଃଖରେ ଦିନ ଶେଷ, ବିତୁଛି ଦିନ ଯେ ବରଷ। ଏମନ୍ତ ଭିକ୍ଷା କରି କରି, ବଞ୍ଚିଛି ବ୍ରାହ୍ମଣର ସ୍ତ୍ରୀ। ସକାଳ ସଞ୍ଜ ଯାଏ ବେନି, ବୁଲନ୍ତି ନାନା ସ୍ଥାନ ଜାଣି। ସନ୍ଧ୍ୟାକୁ ଆପଣା ମନ୍ଦିର, ଫେରନ୍ତି ମାତା ଯେ କୁମର। ବିତିଲା ଏପରି ସମୟ, ବ୍ରାହ୍ମଣୀ ଥାଏ ଏକଲୟ। ଭାଗ୍ୟ ଯେ ବଦଳିବ କେବେ, ସେହି କଥାକୁ ସଦା ଭାବେ। ଘଟିଲା କଥା ଦିନକର, ବ୍ରାହ୍ମଣୀ ସାଥେ ତାକୁ ମର। ଅନାଥ ଅରକ୍ଷିତ ପରି, ମିଳିଲା ଆସି ପଥଚାରୀ। ବୟସ 12 13 ହେବ, ବ୍ରାହ୍ମଣୀ ପତ୍ର ପୂଜେବାର। ନିଜ ସନ୍ତାନ ସମୟହି, ଭେଟିଲା କାହାର ତ ନଏ। ବିଦର୍ଭ ରାଜ୍ୟର କୁମର, ହୋଇଛି ଅନାଥ ଏଥର। ଶତ୍ରୁ ରାଜ୍ୟର ରାଜା ରାଣ, କରିଲା ଯୁଦ୍ଧ ଆୟୋଜନ। ଯୁଦ୍ଧରେ ହତ୍ୟା କଲା ସେହି, ବିଦର୍ଭ ରାଜ୍ୟର ଗୋସାଇଁ। ରାଜ୍ୟ ହୋଇଲା ପର ରାଜ୍ୟ, କୁମର ହୋଇ ରାଜ୍ୟ ତେଜ। ପିତାମାତାଙ୍କୁ ସେ ହରାଇ, ଦୁଃଖରେ ଆସିଛି ପଳାଇ। ଭେଟିଲା ସେହି ବ୍ରାହ୍ମଣୀ, କହିଲା ତାର ଦୁଃଖ ପୁଣି। ବ୍ରାହ୍ମଣୀ ତାହା ଶୁଣି କନେ, କହିଲା ରେ ବାପ ଧନେ। ଭଲ ଯେ ହୋଇଲା ତୋହର, ତୋ ରହିବାକୁ ମୋର ଘର। ରହିବୁ ପୁତ୍ର ସାଥେ ମୋର, ସାଥିରେ ଖେଳିବ ଏଥର। ବୁଲିବୁ ସାଙ୍ଗ ସାଥୀ ହୋଇ, ବିଦ୍ୟା ପଢ଼ିବ ଏକ ହୋଇ। ଏମନ୍ତ ବୁଝାଇ ବ୍ରାହ୍ମଣୀ, ସନ୍ତାନେ ନେଲା ନିଜ ପୁରୀ। କଲା ଯେ ଲାଳନ ପାଳନ, ଦିପୁତ୍ର ଚଳିଲେ ଯତନ। ବିଦ୍ୟା ଶିକ୍ଷା ଯେ ଶେଷ କରି,
ଦୂର ସନ୍ତାନ ଖୁସି ଭାରି ଦିନକ କଥା ହେଲା ଜାଣ ଗଲେ ବନସ୍ତେ ଦୁଇ ଜଣ ଅରଣ୍ୟ ପଥେ ଯାଉ ଯାଉ ଅଘଟ ହେଲା ରାସ୍ତା ତହୁଁ ଅଭେଟ ହେଲା ଦୁହିଁଙ୍କର ବ୍ରାହ୍ମଣ ଫେରିଲା ଯେ ଘର ଅରଣ୍ୟ ଠାରେ ଯେ କୁମର ଭେଟିଲା ଯୁବତୀନିକର ଗନ୍ଧର୍ବ ରାଜ୍ୟର ଯୁବତୀ ଅରଣ୍ୟ ଆସେ ନୀତି ପ୍ରତି କୁମାର ସଙ୍ଗେ ଦେଖା ହୋଇ ବିତିଲା ରାତ୍ର ଏକଠାଇ ଗୃହକୁ ଫେରିଲେ କୁମାର କହିଲେ ବୃତ୍ତାନ୍ତ ସତର ବ୍ରାହ୍ମଣୀ କହ ଏ ପୁତ୍ରକୁ ପୁଣି କି ଅଛି ଏ ଭାଗ୍ୟକୁ ଭାଗ୍ୟରେ ଥିଲେ ହେବୁ ରାଜା ପାଇବୁ ପ୍ରଜା ଠାରେ ପୂଜା ରହିଲା କହିଣ କୁମାର ବିତିଲା ଦିନ ଦୁଇଟିର ତେଣେ ଗନ୍ଧର୍ବ କନ୍ୟା ଯାଇ ପିତାମାତାଙ୍କୁ ସେ ବୁଝାଇ ବିବାହ କଲା ଏ କୁମାର ଧନ ଦୌଲତେ ପୁରେ ଘର ପୁରିଲା ବ୍ରାହ୍ମଣୀର ଘର ବ୍ରାହ୍ମଣୀ କହେ ଶୁଣ ବୀର ପିତାଙ୍କ ରାଜ୍ୟକୁ ଉଦ୍ଧାର ଅଟଇ କାର୍ଯ୍ୟଟି ତୁମ୍ଭର ମୁଁ ହିଁ କରୁଛି ଆଶୀର୍ବାଦ ନିଶ୍ଚୟ ତୁଟିବ ବିବାଦ ତୁମ୍ଭର ରାଜ୍ୟ ତୁମ୍ଭେ ନେବ ସେ ରାଜା ନିଶ୍ଚୟ ହାରିବ ଏମନ୍ତ ବ୍ରାହ୍ମଣୀ କହିଲେ କୁମାର ତଟସ୍ଥ ହୋଇଲେ କହନ୍ତି ବୋଲ ମାତ ତୁହି ମୋ ସାଥେ ଆଶୀର୍ବାଦ ଦେଇ କର ତୁ ବିଦାୟ ମୋହର ଯୁଦ୍ଧକୁ ଉପଗତ ହେଲା ଗନ୍ଧର୍ବ ରାଜନ ଶ୍ୱଶୁର ଯୁଦ୍ଧକୁ ହୋଇ ବିବାହାର ଯୁଦ୍ଧରେ ହରାଇ ରାଜାଙ୍କୁ ଗାଦି ଯେ ଦେଲେ କୁମାରକୁ ରାଣୀ ହୋଇଲେ ତାର ସୁତା ଜାମାତା ହେଲେ ଦିଗଜିତା ରାଜକୁମାର ରାଜା ହୋଇ ମନ୍ତ୍ରୀ କରିଲେ ସାନ ଭାଇ ଯେହୁ ବ୍ରାହ୍ମଣ ପାଇଲା ମନ୍ତ୍ରୀ ପଦ ଜାଣ ବ୍ରାହ୍ମଣୀ ଗଲେ ରାଜପୁରୀ ହୋଇଲା ଆସି ବୃଦ୍ଧାଶରୀ ରାଣୀ ପରାୟ ସୁଖ କଲେ ରାଜ୍ୟରେ ଈଶ୍ୱର ପୂଜିଲେ ସୌମ୍ୟ ପ୍ରଦୋଷ ବ୍ରତ ଜାଣି ବିପଦେ ପଡ଼ିଣ ବ୍ରାହ୍ମଣୀ କରିନଥିଲା ବ୍ରତ ମେଳା ତାହାଙ୍କୁ ଈଶ୍ୱର ରଖିଲା ତାହାଙ୍କ ନାମେ ହରି ବୋଲ ଦିଅନ୍ତି ବ୍ରତ ରସକଳ ଆନନ୍ଦେ ହରି ବୋଲ ଦିଅ ନମ ଶିବାୟ ମୁଖେ କୁହ ସୌମ୍ୟ ପ୍ରଦୋଷ ବ୍ରତ ଏହି ସମାପ୍ତ କରି ଏଇଠାଇଁ ଈଶ୍ୱର ଚରଣେ ପଡ଼ିଣ କ୍ଷମା ଯେ ମାଗୁ ଛିବି